ଆଲୋଚନା କରିକି ଆସୁଛୁ। ସୃଷ୍ଟିର ଏକମାତ୍ର ସହଜ ସେ ହେଉଛି ଭଗବତ ପ୍ରାପ୍ତି। ଏଇଭଳିଆ ଟପିକ୍ ରଖିବାର ଉଦ୍ଦେଶ୍ୟ ସମସ୍ତଙ୍କର ଧାରଣା ଭଗବାନଙ୍କୁ ପାଇବାଟା ବଡ଼ କଷ୍ଟ। ଯେଉଁ କାମ ଆମ ପାଇଁ କଷ୍ଟକର ଧୀରେ ଧୀରେ ତା ପ୍ରତି ଆମର ଶ୍ରଦ୍ଧା କମିଯିବ। ସେଠୁ ଆମେ ଦୂରେଇ ଯିବା, ନହେଲେ ସେ କଥାକୁ ଆମେ ସ୍ଥଗିତ ରଖିବା ଯଦି ଆମକୁ ସେଇଟା ବହୁତ କଷ୍ଟ ଜଣାପଡ଼େ। ଯେତେବେଳେ ଭଗବାନଙ୍କୁ ପାଇବାଟା କଷ୍ଟ ବୋଲିକି ସମସ୍ତଙ୍କ ଭିତରେ ଗୋଟେ ଧାରଣା ତିଆରି ହେଇଯାଇଛି, ନିଶ୍ଚିତ ଭାବରେ ସମସ୍ତେ ଏହାକୁ ଟିକେ ଅଣଦେଖା କରିବାକୁ ବାଧ୍ୟ। ଯାହାର ସେମିତି ପ୍ରବଳ ସଂସ୍କାର ଥିବ ସିଏ କଷ୍ଟ କି ସହଜତାକୁ ଭୃକ୍ଷେପ ନ କରିକି ଆଗକୁ ବଢ଼ିବ। କିନ୍ତୁ ଯାହାର ସେତିକି ସଂସ୍କାର ନଥିବ ଆଉ ମୂଳରୁ ଯଦି କଷ୍ଟ ବୋଲିକି ସେ ଭାବିଦେଲା, ଏ ରାସ୍ତାରେ ସେ ଆଦୌ ଯିବା ପାଇଁ ଇଚ୍ଛା କରିବ। ଭଗବାନଙ୍କୁ ପାଇ ତ ହେବନି, ଆଉ ଚେଷ୍ଟା କାହିଁକି କରିବ? ତେଣୁ ଭଗବାନଙ୍କୁ ପାଇବାଟା ପ୍ରକୃତରେ ଏ ସୃଷ୍ଟିରେ ଏକମାତ୍ର ସହଜ। ଏ କଥା ସମସ୍ତେ ବୁଝିବା ଉଚିତ। ଏକମାତ୍ର ସହଜ, ଆଉ ସୃଷ୍ଟିରେ କିଛି ବି ସହଜ। ଆଉ ବାକି ସବୁ କେବଳ ପରିଶ୍ରମ ସାର। ପରିଶ୍ରମ କରିକି ପାଇଲେ ମଧ୍ୟ ସେ ପାଇବା ନାହିଁ। କିନ୍ତୁ ଭଗବାନ ଯିଏକି ସତ୍ୟ ସ୍ୱରୂପ, ତାଙ୍କୁ କେବଳ ଚିହ୍ନିବା ମାତ୍ରେ ଜଣେ ପାଇଯିବ, ଜାଣିବା ମାତ୍ରେ ପାଇଯିବ। ତେଣୁ ଗୁରୁଦେବ କହିଲେ, ଯିଏ ଜାଣିବାକୁ ଇଚ୍ଛା କରେ ସେ ପାଏ, ଜାଣିବା ହିଁ ପାଇବା। ହେଲେ ଜାଣିବାକୁ ଇଚ୍ଛା କରିବା ମାତ୍ରେ କେମିତି ପାଇଯିବ ଜଣେ? ଜାଣିବାକୁ ଇଚ୍ଛା କରିବା ମାତ୍ରେ କେମିତି ପାଇବ? ଜାଣିବା ଲୋକମାନେ ଜମା ଦେବେ, ସେମାନଙ୍କର ଅନୁଭବ ସିଦ୍ଧ ବାଣୀ ନାହିଁ। ଏ ସୃଷ୍ଟିରେ ଯିଏ ଅଛନ୍ତି ସେ କେବଳ ଭଗବାନ। ତାଙ୍କୁ ବୁଝିବାକୁ ଭଗବାନ ନାଁ ଦିଆଯାଇଛି। ଭଗବାନ ହେଉଛନ୍ତି ସେ ଯିଏକି ଅଛନ୍ତି, ଥିବାଟାକୁ ହିଁ ଭଗବାନ କୁହାଯାଏ। ତେଣୁ ଯାହା ସବୁ କିଛି ଅଛି, ଇଏ ସବୁ କିଛି ଭଗବାନ। ସାକାର ବି ଭଗବାନ, ନିରାକାର ବି ଭଗବାନ, ସଗୁଣ ବି ଭଗବାନ, ନିର୍ଗୁଣ ବି ଭଗବାନ, ଅବ୍ୟକ୍ତ ବି ଭଗବାନ, ବ୍ୟକ୍ତ ବି ଭଗବାନ। ଆମେ ଯାହା ଯାହା ବିଚାର କରିବା, ଯାହା ଯାହା ବୁଝିବା, ସବୁ କିଛି ଭଗବାନ। ସବୁ କିଛି ଭଗବାନ। ଆମ ରୂପରେ ବି ଭଗବାନ। ଆମେ ଯାହା ସବୁ ଦେଖୁଛେ ସବୁ ରୂପରେ ଭଗବାନ ହିଁ ବିଦ୍ୟମାନ ଅଛନ୍ତି। ଆଉ ଯେତେବେଳେ ତାଙ୍କ ଛଡ଼ା ଦ୍ୱିତୀୟ ବସ୍ତୁ କିଛି ନାହିଁ, ତାଙ୍କୁ ମୁଁ ପାଇନି ବୋଲିକି ଭାବିବାଟା ଅଜ୍ଞାନ। ସେ ଅଜ୍ଞାନତା ଦୂର ହେଲେ ପାଇପାରିବ। କେଉଁଥିପାଇଁ ଆମେ ଭଗବାନଙ୍କୁ ପାଇପାରୁନେ? ଆମର ଯେଉଁ ଭାବ ରହିଛି ମୁଁ ଭଗବାନଙ୍କୁ ପାଇନି, ସେ ପାଇନି ଭାବ ଦୂର ହେବା ପାଇଁ ଜ୍ଞାନ ଶିକ୍ଷା କରିବା ଆବଶ୍ୟକ। ଯେଉଁଦିନ ଆମେ ଜାଣିବାକୁ ଇଚ୍ଛା କରିକି ସତ୍ୟକୁ ବୁଝିଯିବା, ଆମର ଯେଉଁ ଇଏ ପାଇନି ଭାବ ରହିଛି, ଭଗବାନଙ୍କୁ ମୁଁ ଅଲଗା, ଭଗବାନଙ୍କୁ ପାଇନି, ମୋଠୁ ବହୁତ ଦୂରରେ ଅଛନ୍ତି କି ନାହାନ୍ତି କି, ଯାହା ସବୁ ଆମ ଭିତରେ ଶଙ୍କା ସନ୍ଦେହ ରହିଛି ଭଗବାନଙ୍କୁ ନେଇ, ସେ ସବୁ ସଦ୍ଜ୍ଞାନ ଶିକ୍ଷା, ସତ୍ୟ ଜ୍ଞାନ ଶିକ୍ଷା ଦ୍ୱାରା ସେ ସବୁ ଶଙ୍କା ସନ୍ଦେହ ସବୁ ଦୂର। ଶଙ୍କା ସନ୍ଦେହ ଯାହା ସବୁ ରହିଛି ଦୂର ହେଲା ପରେ ଆମକୁ ଭଗବାନ ଉପଲବ୍ଧ ହେଇଯିବେ। ମାନେ ଉପଲବ୍ଧ ଅଛନ୍ତି, କେବଳ ଆମର ଶଙ୍କା ରହିଛି, ମୁଁ ଭଗବାନଙ୍କୁ ପାଇପାରିବି କି, ମୁଁ ଭଗବାନଙ୍କୁ ଦେଖିପାରିବି କି। ଯେମିତି ଗୁରୁଙ୍କୁ ଜଣେ ପ୍ରଶ୍ନ କଲେ କୋରାପୁଟ ବସଷ୍ଟାଣ୍ଡ, ଗୁରୁଦେବ କହୁଛନ୍ତି ଏଇଟା ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜ୍ଞା, ମୁଁ ଭଗବାନଙ୍କୁ ଦେଖିପାରିବି କି ବୋଲି ଜଣେ ପଚାରେ। ଗୁରୁଦେବ ବସଷ୍ଟାଣ୍ଡରେ ଏମିତି ଠିଆ ଧରିଥିବେ, ଇଏ ବି ବସ୍ର ଅପେକ୍ଷାରେ ଥିବେ। ସେ ପଚାରିଲେ ତୁମେ କୌଣସି କାମରେ ଥିବ, ଭଗବାନଙ୍କୁ ଦେଖିପାରିବି କି ବୋଲି ଗୁରୁଙ୍କୁ ପଚାରିଲେ। ଗୁରୁ ତାକୁ ଆନସାର ଦେଲେ, ତମେ ଭଗବାନଙ୍କୁ ଦେଖୁଛ, ତାଙ୍କ ଦ୍ୱାରା ତାଙ୍କ ଭିତରେ ତାଙ୍କ ସହିତ ହିଁ ତୁମର ସବୁ କାରବାର ହେଉଛି।
କିନ୍ତୁ କାହାକୁ କୁହାଗଲା ଏଇଟା ଜାଣିନଥିବା ଭଗବାନଙ୍କୁ ଦେଖିଲେ ମଧ୍ୟ ଆମେ ଇଏ ଯେ ଭଗବାନ ବୋଲି ଜାଣିପାରୁ। ତେଣୁ ଆମେ ଭଗବାନଙ୍କୁ ଦେଖି ହେବ କି ପାଇପାରିବେ କି ମହିଳା ଲୋକ ପାଇପାରିବ କି ସ୍ତ୍ରୀମାନେ ପାଇପାରିବେ କି କ୍ଲିବମାନେ ପାଇପାରିବେ କି ଇଏ ପାଇପାରିବେ କି ସେ ପାଇପାରିବେ କି ଗରିବ ପାଇପାରିବେ କି ଧନୀ ପାଇପାରିବ କି ପାଠ ପଢ଼ିଥିବା ଲୋକ ପାଇ କେତେ ପ୍ରକାର କାହାର କେଉଁ ପ୍ରକାର ସନ୍ଦେହ ଅଛି। ଶୂଦ୍ର ପାଇପାରିବ କି ଏମିତି କେତେ ପ୍ରକାର ସବୁ ସନ୍ଦେହ ଶଙ୍କା ରହିଛି। କିନ୍ତୁ ଗୁରୁଦେବ କହୁଛନ୍ତି କାହାକୁ କୁହାଗଲା ଫାଷ୍ଟ ସେ କଥା ଯଦି ଆମେ ଜାଣିନେ ତାହେଲେ ଆମେ ମୂଳରୁ ହିଁ ଭୁଲ କଲେ। ଏବେ ଆମେ ଯାହା କଲେ ମଧ୍ୟ ତାଙ୍କୁ ପାଇପାରିବେ। କାହିଁ କାହାକୁ କୁହାଗଲା ଯଦି ଜଣାନି। ଏମିତି କେତେ ଲୋକ ଅଛନ୍ତି ବିଭିନ୍ନ ପ୍ରକାର ସାଧନା କରିକି ତାଙ୍କେ ମଧ୍ୟ କିଛି ପାଉଛନ୍ତି। ଯେହେତୁ କାହାକୁ କୁହାଗଲା ଜାଣିନାହାନ୍ତି ତାଙ୍କେ ମଧ୍ୟ କ'ଣ ପାଇକି କେଉଁ ଭିତରେ ପଶିଯିବେ। କୌଣସି ଅଲଗା ପାୱାରଫୁଲ୍ ମାୟା, ସ୍ଥୂଳ ମାୟାଠୁ ସୂକ୍ଷ୍ମ ମାୟା ଆହୁରି ପାୱାରଫୁଲ୍। କାହିଁକିନା ସ୍ଥୂଳଠୁ ସୂକ୍ଷ୍ମ ଆହୁରି ପାୱାରଫୁଲ୍। ହେଲେ ଏବେ ସାଧନା କରି ଯଦି କିଏ କ'ଣ ଜ୍ୟୋତି ଦେଖିଲା କି ଆଉ କ'ଣ ଦେଖିଲା କି ମୃଦଙ୍ଗ ଶବ୍ଦ ଶୁଣିଲା କି ଶଙ୍ଖ ଧ୍ୱନି ଶୁଣିଲା କି ନହେଲେ ଭଲ ସୁଗନ୍ଧ ଆସିଲା କାହାକୁ ଧ୍ୟାନରେ କେଉଁ ପ୍ରକାର ସବୁ ଅନୁଭବ ହେଲା। ଏବେ ସେ କାହାକୁ କୁହାଗଲା ଯେହେତୁ ଜାଣିନି ସେ ଅନୁଭବଟା ସେ ଭାବିବ ଏଇଟା ଗୋଟେ ବଡ଼ ଅନୁଭବ। ସେଠି ମଧ୍ୟ ବ୍ରେକ୍ ମାରିଦେବ। ଏମିତି କାହାକୁ କୁହାଗଲା ଯେ ଜାଣିନି ସେ ଭଗବାନଙ୍କୁ ଲାଭ କରିବାଟା ବଡ଼ କଷ୍ଟ, ଅସମ୍ଭବ ବେପାର। ଆଉ ଯିଏ କାହାକୁ କୁହାଗଲା ଜାଣିନବ ସେ ତତ୍କ୍ଷଣାତ୍ ଭଗବାନଙ୍କୁ ପାଇଯିବ। କାହିଁକି ଯିଏ ବି କାହାକୁ କୁହାଗଲା ଜାଣିଦେଲେ ସେମାନେ ହିଁ ଭଗବାନଙ୍କୁ ପାଇବେ। ଭଗବାନଙ୍କୁ ପାଇଲେ ଅର୍ଥ ଚିହ୍ନିଦେଲେ। ଚିହ୍ନିବାଟା ହିଁ ବଡ଼ କଥା। ଭଗବାନଙ୍କୁ ଆମେ ଚିହ୍ନିଛେ ଆଉ ଚିହ୍ନେ ବୋଲି ପାଇବା କି ଇଏ ଯେ ସେ ଭଗବାନ ବୋଲି ଜାଣିବା କି ଜଣକୁ ଯଦି ଆମେ ଚିହ୍ନି। ତେଣୁ ଭଗବାନଙ୍କୁ ଚିହ୍ନିବା ପାଇଁ ଆବଶ୍ୟକ ରହିଛି ଜ୍ଞାନ। ହେଲେ କେଉଁ ଜ୍ଞାନ? ଯିଏ ଚିହ୍ନିଛି ଗୁରୁ କରିବାକୁ କାହିଁକି ପଡ଼ିବ? ଆଉ ଗୁରୁ ନ କଲେ ଉପାୟ କିଛି ଅଛି? ଚିହ୍ନିବା ଲୋକ ପାଖରେ ଯିବା ଅଛି। ଏଇଟା ଗୋଟେ ସାଧାରଣ କଥା। ଆ ପାଇଁ ଏକ୍ସଟ୍ରା ଯିଏ ପଚାରୁଛି ଗୁରୁ କରିବାକୁ ପଡ଼ିବ କି ବୋଲି ସେ ମୂର୍ଖ। ଏବେ ଚିହ୍ନିବା ଅଛି, ଗୋଟେ କଥାକୁ ଜାଣିବା ଅଛି। ଯିଏ ଜାଣିଛି ତାଙ୍କୁ ପାଖକୁ ଯିବା ଅଛି। ତେଣୁ ଗୁରୁ ହେଉଛନ୍ତି ସିଏ ଯିଏକି ଚିହ୍ନିଛନ୍ତି। ତେଣୁ ଯିଏ ତାଙ୍କ ପାଖକୁ ଗଲା ଜାଣିବାକୁ ଇଚ୍ଛା କଲା ତାକୁ ହିଁ ଆମେ କହିଲେ ଶିଷ୍ୟ। ଯିଏ ଚିହ୍ନିଛନ୍ତି ତାଙ୍କୁ ହିଁ ଆମେ କହିଲେ ଗୁରୁ। ହେଲେ ଯିଏ ଚିହ୍ନିଛନ୍ତି ତାଙ୍କୁ ଜଣା ଇଏ ଶିଷ୍ୟ ମଧ୍ୟ ସିଏ ଗାଏ। କିନ୍ତୁ ଯିଏ ଚିହ୍ନିନି ସେ ଗୁରୁକୁ ତାର ଜ୍ଞାନ ଅନୁସାରେ ଭଲ ଲୋକ ନହେଲେ ଆଉ ଟିକେ ଜ୍ଞାନୀ ଏମିତି ବିଚାର କରିପାରିବେ। କିନ୍ତୁ ଗୁରୁ ଶିଷ୍ୟକୁ ନା ଭଲ ଲୋକ ବୋଲି ଭାବୁଛନ୍ତି ନା ଜ୍ଞାନୀ ବୋଲି ଭାବୁଛନ୍ତି। ଗୁରୁ ଶିଷ୍ୟକୁ ସାକ୍ଷାତ ପରମ ବ୍ରହ୍ମ ବୋଲି ଜାଣିଛି। କିନ୍ତୁ ଶିଷ୍ୟ ଗୁରୁ ସାକ୍ଷାତ ପରମ ବ୍ରହ୍ମ ବୋଲି ଜାଣେ। ଏଇଟା ହେଉଛି ଗୁରୁ ଶିଷ୍ୟ ଭିତରେ ଫରକ। ହେଲେ ଯିଏ ଜାଣିଛନ୍ତି ସେ ଏକା ଜଣାଇ ପାରିବେ। ଯିଏ ଚିହ୍ନିଛନ୍ତି ସେ ଏକା ଚିହ୍ନେଇ ପାରିବେ। ତେଣୁ ଚିହ୍ନିବା ଲୋକର ଶରଣଂ ଗଚ୍ଛାମି। ତାକୁ ଆମେ ଅନ୍ୟ ଭାଷାରେ କହିଲେ ସଦ୍ଗୁରୁ ଶରଣଂ ଗଚ୍ଛାମି, ବୁଦ୍ଧଂ ଶରଣଂ ଗଚ୍ଛାମି। ତାକୁ ଆଉ ଟିକେ କ୍ଲିୟରରେ ବୁଝିବାକୁ ଗଲେ ଚିହ୍ନିବା ଲୋକର ଶରଣଂ ଗଚ୍ଛାମି। ମୁଁ ଚିହ୍ନିବା ଲୋକର ଶରଣ ଯିବି। ସେ ପରମ ବ୍ରହ୍ମ ହେଇଥାଉ କି ମାମୂଲ ଲୋକ ହେଇଥାଉ। ନାଇଁ ପରମ ବ୍ରହ୍ମ ବୋଲି ଶରଣ ଯିବାର କଥା ନାହିଁ। ସେ ଚିହ୍ନିଛି। ସେ ଆମର ଗୋଟେ ଭୁଲ ଧାରଣା ହେଇଗଲା। ନିତ୍ୟ ଲୋକରୁ ଆସିଛନ୍ତି ସ୍ୱୟଂ ସିଦ୍ଧ ନାଇଁ ଇଏ ସବୁ କଥା ପର କଥା। ଫାଷ୍ଟ କଥା ତାଙ୍କେ ଚିହ୍ନିଛନ୍ତି। ଯିଏ ଚିହ୍ନିଛି ମୁଁ ତାର ଶରଣ ଯିବି। ତେଣୁ ବୁଦ୍ଧ କହିଲେ ବୁଦ୍ଧଂ ଶରଣଂ ଗଚ୍ଛାମି। ଯିଏ ସେ ବୋଧକୁ ପ୍ରାପ୍ତ କରିଛି ସେ ବୁଦ୍ଧ। ବୁଦ୍ଧ ବୋଲି କୌଣସି ବ୍ୟକ୍ତି ବିଶେଷ ନୁହନ୍ତି। ଯିଏ ବୋଧକୁ ପ୍ରାପ୍ତ କଲା ସେ ବୁଦ୍ଧ। ଏମିତି ଅନେକ ବୁଦ୍ଧ ସବୁ ହେଇଯାଇଛନ୍ତି, ଅଛନ୍ତି, ହେଇଯିବେ ଆଗକୁ ମଧ୍ୟ। ବୁଦ୍ଧଂ ଶରଣଂ ଗଚ୍ଛାମି, ସଦ୍ଗୁରୁ ଶରଣଂ ଗଚ୍ଛାମି। ଯିଏକି ସତ୍ର ଗୁରୁ, ଯେ ସତ୍ର ଗୁରୁ, ବିଭିନ୍ନ ପ୍ରକାର ଗୁରୁ, ତାବଲା ଗୁରୁ, ମେକାନିକ ଗୁରୁ ଅଛନ୍ତି। ସତ୍ ସ୍ୱରୂପ ଯାହା ରହିଛି ତାହିଁରେ ଯିଏ ଗୁରୁଛି, ଅନୁଭବୀ
तार जे ज्ञाता जे ताकू जानिछन्ति मु तांकर शरण करुछि तेणु सद्गुरु शरणं गच्छामि बुद्धं शरणं गच्छामि एबे जे ये कथा बुझी जाउछि से ही पाए किंतु एटा एते सहज कहीं ना यार साथ के को प्रकार संस्कार रखिले बहुत विश्वास नहीं तो आसी किंतु हजार जन पड़ा से बोले हजार जन भगवान को पाई जे बोली किसी माने आ भगवान को न पाइबार कारण निजे निजर बेईमान गुण निजर अश्रद्धा निजर निष्ठार अभाव अवहेला ये सब जो गुण जाक लोक पाखे अच्छे सी सब लगी पाइब आ जहाँ पाखे निष्ठा अच्छी जे ईमानदार जे सत्यवादी जे प्रेमी विवेकवादी हेल्ले किसी ना एटलिस्ट टिके जाना इच्छा अच्छी क्या पाखे योग्यता नथिले भी योग्यता ज्ञान बढ़े प्रकाश कर प्रकृत में ज्ञान का योग्यता आ ज्ञान ही सब प्रकाश कर ज्ञान खेल का चलती सीधा पर ज्ञान बढ़ले हम जानते गद्र भी से बुद्ध भी से सब से हेल्ले चिन्हिया मात्रे आम पाई चिन्हिया मात्रे पाइब किसी करवा दरकार नहीं चिन्हिला पाइबा से चिन्हियाटा चिन्हिवा पाई जहाँ दरकार ताको ही सद्गुरुदेव बा दिव्य दर्शन प्रकाश कर से हूँ जानवर मनोभाव और दैर्घ्य ये दुईटा अच्छी बोले तुम्हें भगवान को पाई तुम जोटी थो जो अवस्था थो स्त्री हो कि पुरुष हो कि कौन जे हो किसी जाए से जदि तुम पाखे दैवी गुण अच्छी आ जानवर मनोभाव अच्छी ताल पाई जोटी थो जिमती थो तेणु गुरुदेव कहले जेकोसी परिस्थिति थी जे भगवत प्राप्ति बा आत्मज्ञान प्राप्ति कर धन्य मत अनुकूल परिस्थिति ना मोर परिवेश भल ना ये ना से ना मत भी से धारणा आसला 2000 मसीह नहीं मत भी से मुंडे पशिला जे आमर घर रही कि भगवान पाइब ध्यान करने सुविधा ना सका उठा सुविधा नहीं 2 दिन सका उठिले घरे गाड़ी कले सका उठी कबाड़ द्वारा बोली तमाशा कर नहीं सुविधा नहीं हेल्ले मो भितर जी ज्ञान थिला से समय से अनुसार मुझे चेष्टा कली भगवान तो पाई जिंदे ना जीवन वृथा हेल्ले जेहेतु ये कथा मत बुझा पड़ता तेणु मुझे तेण प्रकार एमती करी विचार ना जोटा बुझला से कली जदि से टाइम को मत किए आसिक कही था भगवान को पाइबा सृष्टि एकमात्र सहज पाखे तार गुटरे पड़ जदि किए आसिक कही था भगवान को पाइबा सृष्टि एकमात्र सहज चैलेंज नहीं बही पड़ी बही पड़ी कि खाली कहदार खाली कहदे जना पड़ जाए से कहवा कथा तार मुँह जदि किए से कही था बोले मोर टेंशन का पड़े ना मु चेष्टा करता कुआड़े जावाई ना कि बुझापी कौन से जन पाखे ये थी ही जीवन लक्ष्य आ बिना किसी लक्ष्य ना आ बाकी सब सहायक टंका धन अर्जन करवा घर द्वार जहाँ सब सहायक सहायक ये सब थी से लक्ष्य टाक हासिल कर जीवन परम लक्ष्य चरम लक्ष्य एकमात्र लक्ष्य अंतिम लक्ष्य नहीं एकमात्र लक्ष्य भगवत प्राप्ति आ भगवत प्राप्ति आवश्यक रही केवल चिन्हिया चिन्हिया दरकार दैवी स्वभाव नथिले कौन हम जार दैवी स्वभाव ना तार दैवी स्वभाव अर्थ संसार तुम चिपकी जीव मैंने अर्थाया जमी तेलिया जीजु आम कौन जीजुटा तेलिया अठालिया चिपकी जीव बोले दैवी गुण नी जहाँ पाखे जो दैवी गुण अभाव से संसार से अठाया लगे
ଦୈବ ଗୁଣର ଅଭାବରୁ ଇଏ ସଂସାରିକ ବିଷୟ ଧନ୍ଦାରେ ପଡ଼ିଯିବ। କାହିଁକି ଘାଣ୍ଟି ହେବ, କାହିଁକି ଦୁନିଆ ପ୍ରକାର କରି ଲୋଭ ମୋହ ମାନ ଅଭିମାନ ଇଏ ସବୁ କୂଟ କପଟ ପଲିଟିକ୍ସ ଇଏ ସବୁ ଜାଗା ପ୍ରବେଶ, ଏ ସବୁ ଜାଗା ପ୍ରବେଶ। ତୁମର ସ୍ୱାର୍ଥରେ ବାଧା ସୃଷ୍ଟି କିଏ କଲା ବୋଲେ ତାକୁ ତୁମେ ହଟାଇବା ପାଇଁ ଧ୍ୟାନ ଦେବ, ତୁମ ଭଗବାନଙ୍କୁ ବି ଧ୍ୟାନ କି ଆଉ କ'ଣ କେତେ କଥା କିଏ ବର୍ଣ୍ଣନା କରିବ ସେ ଆମେ ଜାଣିଥିବା ସବୁ, ଆମେ ସବୁ ଭୁକ୍ତ କରୁଛୁ ଦେଖିବା କରିବା ଜାଣିଥିବା। କିନ୍ତୁ ଯାହାକୁ ଭଗବାନଙ୍କୁ ପାଇବାଟା ହିଁ ଯାହାର ଜୀବନର ଲକ୍ଷ୍ୟ ହେଇଥିବ, ଯାହା ପାଖରେ ଦୈବୀ ସ୍ୱଭାବ ଥିବ, ଦୈବୀ ସ୍ୱଭାବ ଦ୍ୱାରା ଯେ ବୁଝିପାରୁଥିବ, ସମ୍ବେଦନଶୀଳ ଦୈବୀ ସ୍ୱଭାବ ମାନେ ସମ୍ବେଦନଶୀଳ ବ୍ୟକ୍ତି가 ଦୈବୀ ସ୍ୱଭାବ। ଯାହାର ସମ୍ବେଦନା କମ୍ ସେ କେବେ ଦୈବୀ ସ୍ୱଭାବ ହେଇପାରିବେ। କଠୋର ବ୍ୟକ୍ତି କେବେ ଦୈବୀ ଗୁଣ ସମ୍ପନ୍ନ ହେଇପାରିବ, ଦୈବୀ ଗୁଣ ସମ୍ପନ୍ନ ବ୍ୟକ୍ତି କେବେ କଠୋର ହେଇପାରିବ, କଠୋର କେବେ ହେଇପାରିବ ସମ୍ବେଦନଶୀଳ। ଦୈବୀ ସ୍ୱଭାବ ବ୍ୟକ୍ତିକା ସେ ଅନ୍ୟର ସୁଖରେ ସୁଖୀ ହେବ। ଅସୁର ସ୍ୱଭାବ ବ୍ୟକ୍ତି କିଏ କିଏ ସେଠିକୁ ମାଗିଲେ ମାଗନ୍ତୁ ମୋ ସୁଖ ଥିବାର ଥିବ, ଏସବୁ ଦୈବୀ ସ୍ୱଭାବ। ତେଣୁ ଦୈବୀ ସ୍ୱଭାବ ବ୍ୟକ୍ତି ପାଖରେ ମୂଳରୁ ହିଁ ବିଶ୍ୱ ପ୍ରତି ତାର ଆନ୍ତରିକତା ରହିଛି, ସମସ୍ତଙ୍କର ମଙ୍ଗଳ କାମନା, ସମସ୍ତଙ୍କର ଖୁସିରେ ଖୁସି, ଇଏ ସବୁ ଦୈବୀ ସ୍ୱଭାବ ଅଛି ବୋଲେ ଚିହ୍ନିବାଟା ଅତି ସ୍ପିଡ଼, ହାଟିନା ତାକୁ ଚିହ୍ନି ପାରିବ, ନହେଲେ ଟିକେ ଡେରି। ସେଇଟା ପାଇଁ ଦୈବୀ ଗୁଣ କଥା ଗୁରୁ କହିଲେ। ହେଲେ ଖାଲି ଦୈବୀ ଗୁଣ ଧାରଣ କଲେ ହେବନି, ଚିହ୍ନିବା ଅଛି କିଏ ସେ ତାଙ୍କେ କିଏ ଜାଣିବା ଅଛି। ତେଣୁ ଜାଣିବା ଅଛି, ଚିହ୍ନିବା ଅଛି, ସେଇଟା ପାଇଁ ଆବଶ୍ୟକ ରହିଛି ଜ୍ଞାନ। ଜ୍ଞାନ ଆଉ ଦୈବୀ ଜ୍ଞାନ ପାଇଁ ଜିଜ୍ଞାସା ଆବଶ୍ୟକ। ତେଣୁ ଜିଜ୍ଞାସା ଆଉ ଦୈବୀ ଗୁଣ ଏଇଟା ହିଁ ଭଗବତ ପ୍ରାପ୍ତିର ସାଧନ। ଜିଜ୍ଞାସା ଆଉ ଦୈବୀ ଗୁଣ ଦ୍ୱାରା ମଣିଷ ଅତି ଚଞ୍ଚଳ ଭଗବାନଙ୍କୁ ଲାଭ କରିବ। ଅତି ଚଞ୍ଚଳ, କେତିକି ସମୟ ଲାଗିବ କିଏ କହିପାରିବେ? କାହିଁକି ତାହିଁରେ ମଧ୍ୟ ଫରକ ଅଛି, କିଏ କେତେ ସଂସ୍କାରବାନ, କିଏ କେତେ ବୁଝିଛି, କାହାର ଜ୍ଞାନ ଲେଭେଲ କେତେ, ତାର ନିର୍ଭର କରୁଛି। ଯାହାର ଜ୍ଞାନ ଲେଭେଲ ଯେତେ ବେଶୀ ସେ ସେତେ ତାହିଁରେ ଗୁରୁତ୍ୱ ଦେବ। ଯେମିତି ଗୁରୁଦେବ କହୁଥିଲେ, ପରିବାରର ଭରଣ ପୋଷଣକୁ ଭୃକ୍ଷେପ ନ କରିକି, ପରିବାରର ଭରଣ ପୋଷଣକୁ ଭୃକ୍ଷେପ ନ କରିକି ଶାଢ଼ୀ ଚିରିକି ଟୁବାଲ କରିକି ପିନ୍ଧିବି ସିନା, ଶୁଖିଲା ମଣିଷ ଭାଜି ପଖାଳ ଭାତ ଖାଇବି ସିନା, ଯାହା ହେଲେ ସମସ୍ୟା ତାକୁ ସମ୍ମୁଖୀନ ହେବି ସିନା, ସତ୍ୟକୁ ଜାଣିଛି, ଜ୍ଞାନ ଲାଭ କରି। ଗୁରୁଦେବ କହିଲେ ପରିବାରର ଭରଣ ପୋଷଣକୁ ଭୃକ୍ଷେପ ନ କରିକି ମୁଁ ଜ୍ଞାନ ଆହରଣରେ ଲାଗିବି। ସେ ବୁଝିଥିବ, ଯିଏ ବୁଝିଥିବେ ତାଙ୍କ ପାଖରେ ସେ କ୍ଷମତା ପ୍ରକାଶ କରେ। ସବୁ କ୍ଷମତା ଜ୍ଞାନ ରଖେ, କ୍ଷମତା ଏମିତି ସ୍ପେଶାଲ କାହା ପାଖରେ ଦିଅ କାହା ପାଖରେ ନାହିଁ। ଯାହାର ପଦ ଯେତିକି ତାର କ୍ଷମତା ସେତିକି, ଯିଏ ଯେତିକି ବୁଝିବ ସେ ସେତିକି ତା ପାଖରେ ସେତିକି ଶକ୍ତି ପ୍ରକାଶ କରେ। ହେଲେ ଯିଏକି ବୁଝିପାରିଲା ଭଗବତ ପ୍ରାପ୍ତି ହିଁ ଜୀବନର ଏକମାତ୍ର ଲକ୍ଷ୍ୟ ଅଛି, ତା ପାଇଁ ଅତି ସହଜ। ଚିହ୍ନିଲେ ତ ହେଲା, ଏବେ ଚିହ୍ନିଲେ ଏବେ ହେଇଯିବ। ତା ପାଇଁ ତିଥି ନକ୍ଷତ୍ର କିଛି ନାହିଁ, ଅମୁକ ନକ୍ଷତ୍ର ଅମୁକ ତିଥି, ଅମାବାସ୍ୟା ତିଥି କି ପୂର୍ଣ୍ଣିମା ତିଥି କି ଦ୍ୱିତୀୟା କି ତୃତୀୟା କି ଏମିତି କିଛି ନାହିଁ। ଯେତେବେଳେ ଯିଏ ବୁଝିଲା ପାଇଲା, ନା ବଟଗଛ ତଳେ ବସିକି ପାଇବ, ନା କେଉଁ ଗୁମ୍ଫାରେ ବସିକି ପାଇବ, ଯେଉଁଠି ହେଲେ ପାଇପାରିବ, ଯେମିତି ଥିଲେ ବି ପାଇପାରିବ। ନାଇଁ, ବୁଦ୍ଧଙ୍କ କଥା କହିଲା ବେଳକୁ ସେ ପଦ୍ମାସନରେ ବସିକି ସେ ବସିଥିଲେ, ପାଇବା ପୂର୍ବରୁ ସେ ଧ୍ୟାନରେ ଯେଉଁ ବସି ପଦ୍ମାସନ। ମହାବୀର ଯେଉଁ ଆସନରେ ବସିଥିଲେ ସେଟା ଆସନ ଏକା ନାହିଁ, ସେଟା ହେଉଛି ଗୋଦରା ଆସନ। ମାନେ ଗାଈର କ୍ଷୀର ପିଇଲା ବେଳକୁ ଗୋଡ଼ ମାନେ ଯେମିତି କ'ଣ ଢାଞ୍ଚାରେ ବସିକି ଆମର ଦସ୍ତାକୁ ଦୁଇଟା ଗୋଡ଼ରେ ଧରିବେ, ଦୁଇଟା ଗୋଡ଼ରେ ଧରିକି କ୍ଷୀର ପିଇବେ, ସେଇଭଳିଆ ଆସନରେ ମହାବୀର ଥିବା ସମୟରେ ତାଙ୍କେ ସମାଧିସ୍ଥ। ତେଣୁ ଯିଏ ଜାଣିବାକୁ ଇଚ୍ଛା କରୁଛି, ଯିଏ ସେ ଧ୍ୟାନରେ ଅଛି, ସେ କେଉଁ ମୁମେଣ୍ଟରେ, କେଉଁ ଜାଗାରେ, କେଉଁ ମୁମେଣ୍ଟରେ, କେଉଁ ଅବସ୍ଥାରେ ପହଞ୍ଚିଲେ କହିବନି। କାହିଁକିନା ସେ ସ୍ଥାନ କାଳ ପାତ୍ର ସବୁ ଭଗବତ ସତ୍ତାରେ ଏକା ରହିଛି।
ଭଗବାନ କେଉଁ ସ୍ଥାନରେ ନାହାନ୍ତି, କେଉଁ କାଳରେ ନାହାନ୍ତି, କେଉଁ ପାତ୍ରରେ ନାହାନ୍ତି, କେଉଁଠି ନାହାନ୍ତି। ଯେତେ ସବୁ ଆମେ ଦେଖୁଛୁ ସବୁ ଭଗବାନଙ୍କ ଭିତରେ ଅଛନ୍ତି। ଭଗବାନ କେଉଁ ଭିତରେ ନାହାନ୍ତି, ସବୁ ଭଗବାନ ଭିତରେ ଏକା ଅଛନ୍ତି। ଯେହେତୁ ସବୁ ଭଗବାନ ଭିତରେ ଅଛନ୍ତି, ଆମେ ବି ଭଗବାନ ଭିତରେ ଅଛେ। ଆମର ସବୁକିଛି ଭଗବାନ ଭିତରେ ଅଛି। ଆମେ ଯେବେ ଚିହ୍ନିବା ସେବେ ପାଇଯିବା, ଯେବେ ଚିହ୍ନିଦେବା ସେବେ ପାଇଯିବା। ତେଣୁ ଚିହ୍ନିବା ଉପରେ ଗୁରୁତ୍ୱ ଦେବା ଲୋକ ତା ପାଇଁ ଭଗବାନଙ୍କୁ ଲାଭ କରିବା ପରମ ସହଜ। ଆଉ ଯିଏ ଚିହ୍ନିବା ପାଇଁ ଗୁରୁତ୍ୱ ଦେଉନି ତା ପାଇଁ ଭଗବତ ପ୍ରାପ୍ତି କଷ୍ଟ, ଅସମ୍ଭବ ମିଶା। କାହିଁକି ଆଜି ନେଲେ କାଲିକି କେତେ ଜନ୍ମ ପରେ ହେଲେ ଚିହ୍ନିଲେ ଏକା ପାଇବେ। ଏମିତି ନାହିଁ ଯେ ଆଉ କ'ଣ ଅନ୍ୟ କୌଣସି ଉପାୟ ଅଛି, ନ ଚିହ୍ନିକି ଚିହ୍ନିବା ହିଁ ପାଇବା, ଜାଣିବା ହିଁ ପାଇବା। ତେଣୁ ଉପନିଷଦରେ ଋଷି କହିଲେ ଜାଣିବା ହିଁ ପାଇବା, ନ ଜାଣିବାଟା ହେଉଛି ହରେଇବା। ଯିଏ ଜାଣିବ ସେ ପାଇବ, ଆଉ ଯିଏ ଯାହା ଜାଣିବ ସେ ତାହା ହେଇଯିବ, ହେଇକି ହିଁ ପାଇବ। ପାଇବା ଅର୍ଥ ହବା ହିଁ ପାଇବା। ପାଇବା ବୋଲି ଏମିତି ନାହିଁ ଯେ ମୁଁ ଭଗବାନଙ୍କୁ ପାଇଗଲି, ଚାକିରି ପାଇଲା ଭଳିଆ କି ଆଉ କ'ଣ ପାଇଲା ଭଳିଆ। ଯେମିତି ଆମେ ପାଇବା ଶବ୍ଦ ଆସିବା ମାତ୍ରେ ଯେଉଁଟାକି ଆମଠୁ ଭିନ୍ନ ତାକୁ ଆମେ ପାଉଛେ। ଘର ପାଇଲି, ଜାଗା ପାଇଲି, ସ୍ତ୍ରୀ ପାଇଲି, ସନ୍ତାନ ସନ୍ତତି ପାଇଲି, ବନ୍ଧୁବାନ୍ଧବ ପାଇଲି, ଧନ ସମ୍ପତ୍ତି ପାଇଲି, ପଦ ପ୍ରତିଷ୍ଠା ପାଇଲି, ଏଇଟା ପାଇଲି, ସେଇଟା ପାଇଲି, ରୋଗ ବ୍ୟାଧି ବି ପାଇଲି, ସ୍ୱାସ୍ଥ୍ୟ ବି ପାଇଲି, ସବୁ ପାଇଲି। ଭଗବାନଙ୍କୁ ପାଇଲି, ଭଗବାନଙ୍କୁ ପାଇଲି ବୋଲି ସେ କିଛି ପାଇବାଟା ନାହିଁ। ଭଗବାନଙ୍କୁ ପାଇବା ଅର୍ଥ ଭଗବାନ ହେଇଯିବ। ଭଗବାନ ନିଜକୁ ଭୁଲିକି ଜୀବ ହେଇଗଲେ, ଜୀବ ନିଜକୁ ଭୁଲିଗଲେ ଭଗବାନ ହେଇଯିବ। ସବୁ ଭୁଲିବା ଉପରେ ନିର୍ଭର କରୁଛି, ସବୁ ଭୁଲିବା ଉପରେ ନିର୍ଭର କରୁଛି। ଭଗବାନ ନିଜକୁ ଭୁଲିଗଲେ ଜୀବ ହେଇଯିବ, ଜୀବ ନିଜକୁ ଭୁଲିଗଲେ ଭଗବାନ ହେଇଯିବ। ଜୀବ ଅର୍ଥ ନିଜକୁ ଭୁଲି ଯାଇଥିବା ଭଗବାନ, ଜୀବ ଅର୍ଥ ନିଜକୁ ଭୁଲି ଯାଇଥିବା ଭଗବାନ। ଭଗବାନ ନିଜକୁ ଭୁଲିଗଲେ ଜୀବ ହେଇଯିବ। ଆଉ ଯେ କ୍ଷଣି ଜୀବ ନିଜକୁ ଭୁଲିଯିବ ସେଇ କ୍ଷଣି ସେ ଭଗବାନ ହେଇଯିବ। ତେଣୁ ଜ୍ଞାନ ସାଧନା ଦ୍ୱାରା, ଜାଣିବାକୁ ଇଚ୍ଛା କରିବା ଦ୍ୱାରା ହିଁ ଏସବୁ କଥା ଆମକୁ ଜଣାପଡ଼ିବ। ଆଉ ଯେତେ ଆମେ ଜାଣିବା ସେତେ ଆମେ କ'ଣ ତାଙ୍କର ନିକଟରୁ ନିକଟତର ହେବା। ତେଣୁ ଋଷି କହିଲେ ସେ ନିକଟରୁ ନିକଟତର ଆଉ ଦୂରରୁ ଦୂର, ନିକଟରୁ ନିକଟତର ଆଉ ଦୂରରୁ ଦୂର ମଧ୍ୟ। ଯଦି ଆମେ ତାଙ୍କୁ କଳ୍ପନା କରିବା ବାହାରେ ଉଠିବେ ପରା ବୋଲେ ତମେ ଯେତେ ଗୁଡ଼େଇଲେ ସେ ସେତେ ଦୂରକୁ ଚାଲିଯିବ। ଯେଉଁଟା ଗୁରୁଦେବ ବୟସଙ୍କ ପାଖରେ କହିଲେ ସତ୍ୟ ଏଇଭଳି ଏକ ବିଷୟ ଯାହା ସହଜରେ ଧରା ଦିଏନି। ପଛରେ ଗୁଡ଼େଇଲେ ବହୁତ ଦୂରକୁ ଚାଲିଯିବ। ପଛରେ ଗୁଡ଼େଇଲେ ଦୂରକୁ ଚାଲିଯିବା ଅର୍ଥ କିସ? ଆମେ କାହା ପଛରେ ଗୁଡ଼େଇବା? ଆମକୁ ଯିଏ ଅଲଗା ଅଛି, ଆଉ ଯିଏ ଆମକୁ ଅଲଗା ଅଛି ଅର୍ଥ ମୋ ବାହାରେ ଅଛି। ମୋ ବାହାରେ ଯିଏ ଅଛି ତା ପଛରେ ମୁଁ ଗୁଡ଼େଇବି, ଆଉ ତା ପଛରେ ଗୁଡ଼େଇବି ବୋଇଲେ ସେ ଦୂରରୁ ଦୂର, ଦୂରରୁ ଦୂର, ବହୁତ ଦୂରକୁ ଚାଲିଯିବ। ମୁଁ 4 ପାଦ ତାଙ୍କ ଆଡ଼କୁ ଗଲାବେଳକୁ ସେ 1000 ପାଦ ପଳେଇଯିବେ ଆଗକୁ ଯଦି ଗୁଡ଼େଇବି ବୋଇଲେ। ନିକଟରୁ ନିକଟ, ନିକଟରୁ ନିକଟ। ଯଦି କିଏ ଜାଣିବା ପାଇଁ ଇଚ୍ଛା କରିବ, ଯଦି ସତ୍ୟ ପଛରେ ଗୁଡ଼େଇବ, ପାଇବା ପାଇଁ ଗୁଡ଼େଇବ, ଜାଣିବାକୁ ଇଚ୍ଛା ନ କରିକି ବୋଲେ ବେଶୀ ଦୂର, ଏତେ ଦୂର ଯେ ତୁମେ କେବେ ପହଞ୍ଚି ପାରିବ ତାଙ୍କ ଅନନ୍ତ ସମୟ। ଯଦି ଜାଣିବା ପାଇଁ ଇଚ୍ଛା କରିବ ବୋଲେ ସେ ନିକଟରୁ ନିକଟ। ଗୁରୁଦେବ କହୁଛନ୍ତି ମନେ ରଖ ସେ ତୁମର ଅତି ନିକଟରୁ ନିକଟତର, ତୁମର ଅନ୍ତର ଭିତରେ ଅନ୍ତର, ଜୀବନ ଭିତରେ ଜୀବନ ହେଇକି ପ୍ରକାଶ ପାଉଛନ୍ତି। ତୁମର ସବୁ କିଛି ତାଙ୍କ ଦ୍ୱାରା ପ୍ରକାଶିତ। ଅଜ୍ଞାନତା ବଶତଃ ତୁମେ ତାଙ୍କୁ ଜାଣିପାର। ଥରେ ତାଙ୍କୁ ସ୍ୱାଗତ କଲେ ସେ ବଳେ ବଳେ ବିଭିନ୍ନ ରୂପରେ ଆସିକି ପହଞ୍ଚିବେ। ଶେଷରେ ଆହୁରି କିଛି ପାଇକି ତୁମେ ଅନୁଭବ କରିବ ସିଏକା ମୁଁ ଜ୍ଞାନ ବଢ଼ିଲା ପରେ ଜଣେ ଦେଖିବ ସିଏକା ମୁଁ, ସିଏକା ମୁଁ ତାଙ୍କୁ ଭିନ୍ନ ନାହିଁ, ସିଏକା ମୁଁ, ସିଏକା ମୁଁ ବୋଲି ଯେତେବେଳେ ଆମର ପୁରାପୁରି କନଫର୍ମ ହେଇଗଲା, ବୋଧ ହେଇଗଲା, ଆଉ ଆମେ ଜୀବକୁ ଭୁଲିଯିବା। ଜୀବ ମାନେ ଜୀବ ଭାବଟା, ଜୀବ ବୋଲି କିଛି ନାହିଁ, ଭାବଟା କାରଣ। ଏ ସୃଷ୍ଟି ସବୁ ଭାବ ଯାକ ଅସ୍ତିତ୍ୱ କାରଣ, ଅସ୍ତିତ୍ୱ କାରଣ ଭାବଟା କାରଣ। ଯେମିତି ଆମକୁ ଗୋଟେ ଭାବ ଉଦୟ ହେଇଗଲା, ରାସ୍ତାରେ ଜଣେ ଯାଉଛି ପଛଆଡ଼ୁ ଦେଖି ଆମର ଭାବ ଉଦୟ ହେଇଗଲା, ଆମକୁ ଗୁରୁ ଭାଇ ବୋଲି। ଇଆଡ଼େ ଭାବ ଉଦୟ ହେଲା କି ନାହିଁ, ସିଆଡ଼େ ସେ ଭାଇ ବିଷୟରେ ଆରମ୍ଭ ହେବ।
अस्तित्व पळाइला से भाई बुझे हेले ये जो अस्तित्व देखागला এটা হচ্ছে ভাবর প্রকাশ এটা ଗୋଟେ ভাব কিন্তু ଯୋଉଟା କି ପ୍ରକୃତ ଅସ୍ତିତ୍ୱ ସେ ଭାବର ପ୍ରକାଶ ନାହିଁ ସେ ଭାବର ଆଧାର ଭଗବାନ ହେଉଛନ୍ତି ସବୁ ଭାବରେ ଯିଏ ଅଛନ୍ତି ସବୁ ଭାବରେ ଯିଏ ଅଛନ୍ତି ସବୁ ଭାବର ଯିଏ ଆଧାର ସେ ହେଉଛନ୍ତି ଭଗବାନ ତେଣୁ ତାଙ୍କୁ ଖୋଜିବାକୁ ପଡ଼େ ବୁଝିବାକୁ ପଡ଼େ ସିଏ ହିଁ ମୁଁ ଏ କଥା ଯେତେବେଳେ ଆମେ ଜାଣିବା ଆମେ ଆଶ୍ଚର୍ଯ୍ୟ नहीं आम जो खोजुले भगवान कौटी अच्छा बोलिए देखा बेलू बुझी बुझी गला बेलू सी का मुझे फास्ट जना पड़ सी का मुझे जो आम जना पड़ा आम अस्तित्व कौटी आम से आमर किसी रही आमर मान आमर अभिमान आमर सुख आमर दुख आम का ना सी का मुझे आम बुझ आम सांगे आमर स्टोरी गला इनके दिन ना दिन मरज तुम सब स्टोरी पक्का बंद हम पूर्व निजे बुझी बंद करदे बोले स्वर्ग लाभ भगवत प्राप्ति नहीं निजे न बुझे जब प्रकृति नियम तुम चैप्टर क्लोज होगा पहले किसी ना तुम ये जन्म चैप्टर क्लोज होगा नेक्स्ट आहरी नुआ रूप नुआ ना नुआ सब नुआ नुआ जिन धरिकी आहरी ये धरा पृष्ठ को तुम आस आसिक नुआ स्टोरी तैयारी हम से पूर्व स्टोरी गुड़ा भारी किंतु ये ना ये सब आउ कि सब आ चैप्टर क्लोज हो सी जो पूर्व मंजी आम बुणी जाइए जो बीज तैयारी करते से बीज को आम गच एमती पाला चलते जदि आम बुझिले जापारे जे मोर अस्तित्व ना जोटा कि मृत्यु चैप्टर क्लोज हो बंचा से चैप्टर को बोधरे क्लोज करदे बोले बोधरे क्लोज करदे मु बोधपूर्वक संतोष महापात्र चैप्टर को क्लोज कर देती बोले मुझे देखा तो भगवान ना संतोष महापात्र चैप्टर पक्का क्लोज हो आज ना कल केते दिन पर बुद्धिमता कहीं अच्छी जार चैप्टर क्लोज हम पूर्व किए चैप्टर कमी क्लोज हबार कमी ओपेन है चैप्टर पूरा आरंभ शेष पर्यंत पूरा निरीक्षण कर जानदेला प्रकृत ये गोटे कल्पनाटा बुझीगला सी आर अस्तित्व ना किसी अस्तित्व जार अच्छी से ये कल्पना को अस्तित्व देती तार प्रकाश में ये प्रकाशित हो जहाँ बुझा पड़े बस पैसा दे तो तमाशा दे नहीं तापर जीवन में गल्य कर जीवनटा तुमको बड़ा आनंदपूर्वक हो टेंशन किसी नहीं टेंशन किसी नहीं टेंशन हूँ आम ये काल्पनिक काल्पनिक अस्तित्व को जाऊटी अच्छे आ ये सब जगह समस्या तार ये भगवान न पाई लोक भी से पड़े भगवान को पाइबा भी दरकार मुक्ति दरकार नहीं मोक्ष दरकार नहीं अमुतत्व दरकार नहीं पूरा दरकार का नहीं सब ताका दरकार ताकू धरिकी आमको भाव आसुची ताकू धरिकी आमको से भाव जाक आस भगवान को पाइबी बंधन मुक्त होगी दुख उद्धार होगी ताकू धरिकी आम जापारू ताकू धरिकी मत ये सब भाव आस ताकू धर दुख आईला मुझे सुख बुझिली ताकू धर बंधन अनुभव है मुझे मुक्ति बुझिली ताकू धर मत मूर्ति दुष्टी तेणु कौन मूर्ति रक्षा पाइबा इच्छा करती धर मुझे सीमित हो मत असीम कौन हाँपाई साधना करा पड़ो एमती धरिकी क्या से काल्पनिक अस्तित्व जहाँ आम ना दे कहे अमुक जार जो ना नहीं हेले ये कथा जहाँ बुझा पड़ा यहाँ बड़ कष्ट किसी ना तुम घर आराम चा पी भगवान को पाई ये गध को जना नहीं गधवन बोली जमाने की साधना जबरदस्त कर मात्र भगवान पाखर मिसा मानी ना गध जाए जे ज्ञान को हे ज्ञान कर से हे ज्ञान कराटा ही प्रमाण से गोटे गधटा तेणु गुरु कहले ज्ञान ही स्वरूप
ଉପନିଷଦରେ ଲେଖା ହେଇଛି ତାଙ୍କେ ପ୍ରଜ୍ଞାନ ବ୍ରହ୍ମ ସତ୍ୟ ଜ୍ଞାନ ଅନନ୍ତ ବ୍ରହ୍ମ ଜ୍ଞାନ ସ୍ୱରୂପ ସେ। ସବୁ ଲେଖା ହେଇଥିଲେ କହୁଥିଲେ ମଧ୍ୟ ଯିଏ ଜ୍ଞାନକୁ ହେ ଜ୍ଞାନ କରୁଛି ସେ କଥାଟା ସେ। ଆଉ ଯିଏ ଜ୍ଞାନକୁ ସ୍ୱାଗତ କରୁଛି ସିଏ ହିଁ ପ୍ରକୃତରେ ବୁଦ୍ଧିମାନ ବିବେକବାନ। କାହିଁକିନା ଜ୍ଞାନକୁ ଯିଏ ସ୍ୱାଗତ କରୁଛି ସେ ଭଗବାନଙ୍କୁ ସ୍ୱାଗତ କରୁଛି। ଜ୍ଞାନକୁ ଯିଏ ହେ ଜ୍ଞାନ କରୁଛି ସେ ଭଗବାନଙ୍କୁ ହେ ଜ୍ଞାନ କରୁଛି। ଭଗବାନଙ୍କୁ ହେ ଜ୍ଞାନ କରିକି ଭଗବାନଙ୍କୁ ଚିହ୍ନି ପାରିବ। ତେଣୁ ସଂସାରରେ ଅଧିକାଂଶ ସାଧକ ତାଙ୍କେ ଭଗବାନଙ୍କ ପାଇଁ ସାଧନା କରୁଛନ୍ତି କିନ୍ତୁ ଅଜ୍ଞାନତା ଅଜ୍ଞାନର ବଶବର୍ତ୍ତୀ ହେଇକି ଭଗବାନଙ୍କୁ ତାଙ୍କେ ହେ ଜ୍ଞାନ କରୁଛନ୍ତି ଅର୍ଥାତ୍ ଜ୍ଞାନକୁ ହେ ଜ୍ଞାନ କରୁଛନ୍ତି। ନାଇଁ ଆମେ ଦେଖିଲେ ଜାଣିପାରିବା ଜଣେ ନାମ ସଂକୀର୍ତ୍ତନ କରୁଛି କିନ୍ତୁ ଯାହା ଯେଉଁ ନାମ ସଂକୀର୍ତ୍ତନ କରୁଛ ସେ ନାଁରେ କିଏ ଅଛନ୍ତି ନାଇଁ ତମେ କାହିଁ କରୁଛ ତାକୁ ଜାଣିବାକୁ କିଛି ଇଚ୍ଛା ବାସ୍ ସେ ମାନି ଦେଇଛି ଏଇଟାକା ମୁକ୍ତିର ବାଟ ହୁଏ। ହଉ ସେଟା ମିଶା କିଛି ନିଷ୍ଠା ଦେଇକି ସେଟା ମିଶା ନିଷ୍ଠା ନାହିଁ ସେଟା ମଧ୍ୟରେ ଯଦି ନିଷ୍ଠାରେ କରିବ ପ୍ରେମ ଥିବାର ବୋଲେ ବାଟ ଦଉଛି। ଗୁରୁ ଦୁର୍ଗାଙ୍କୁ ପୂଜା କରୁଥିଲେ ଗୁରୁ କିଶୋର ଇଏ କରୁ ଦୁର୍ଗାଙ୍କୁ ପୂଜା କରୁଥିଲେ ଦୁର୍ଗାଙ୍କୁ ପୂଜା କରି କରି ସେ ପହଞ୍ଚିଗଲେ ପରମ ସତ୍ୟ ପ୍ରଭୁ। ରାମକୃଷ୍ଣ ପରମହଂସ କାଳୀଙ୍କୁ ପୂଜା କରୁଥିଲେ କାଳୀଙ୍କୁ ପୂଜା କରିକି ପହଞ୍ଚିଗଲେ। ଏମିତି କିଏ କାହାକୁ ନାଇଁ କିଏ ଜଗନ୍ନାଥକୁ ଧରିକି ପଳେଇଲା କିଏ ବିଷ୍ଣୁ ଧରିକି ପଳେଇଲା କିଏ ଶିବକୁ ଧରିକି ପଳେଇଲା। ଷ୍ଟାର୍ଟିଂରେ ନାଇଁ ସେଟା ତ ଆମର ସନାତନ ଧର୍ମର ବ୍ୟବସ୍ଥା। ଏଇ ସନାତନ ଧର୍ମର ବ୍ୟବସ୍ଥା ତମକୁ ଯୋଉଟା ଭଲ ଲାଗିଲା ଯାହା ସହିତ ତମର ପ୍ରୀତି ସ୍ଥାପନ ହେଲା ତାକୁ ଧରିକି ହିଁ ପହଞ୍ଚିଛି। ତମକୁ ଯୋଉଟା ଭଲ ଲାଗିଲା ଶିବ ଭଲ ଲାଗୁଛି କି ତାଙ୍କୁ ଧର ନାଇଁ ପୁରାପୁରି ତାଙ୍କୁ ଜାଣିବାକୁ ଇଚ୍ଛା କର। ଆଉ ମୁଁ ଶିବ ଭକ୍ତ ବୋଲିକି ବେଲପତ୍ର ତିନିଟା ନେଇକି ତିନିଟା ବେଲପତ୍ର ଧରିକି ଶିବ ପତ୍ର ପାଖକୁ ପଳେଇଲି ସେ ଶିବ ମନ୍ଦିରକୁ ପଳେଇଲି ଲିଙ୍ଗରେ ଚଢ଼େଇ ଦେଲି ତିନିଟା ବେଲପତ୍ର ହେଇଗଲା ମୁଁ ବଡ଼ ଶିବ ଭକ୍ତ ସୋମବାର ଉପବାସ ରହିଲି। ସେଟା ବି ଭଲ କ'ଣ ଭଲ ବୋଲି ତମେ ଆଉ କିଛି କାହାର କ'ଣ କରିଥାନ୍ତ ଟିକେ ବ୍ରେକ୍ ଭଳିଆ ମାନେ ଗୋଟେ ତମକୁ କଣ୍ଟ୍ରୋଲରେ ରଖିଲା ଭଳିଆ। କିନ୍ତୁ ଯଦି ଶିବ ଭକ୍ତ ହେଇକି ଯଦି ଶିବଙ୍କ ସହିତ ସାକ୍ଷାତକାର କରିବାର ଭାବ ଉଦୟ ହେଇନି ଆଉ ତମେ କି ଚୁପା ଶିବ ଭକ୍ତ। ଯଦି ଶିବ ଭକ୍ତ ସେ ଶିବଙ୍କୁ ଦେଖିବାକୁ ଚାହିଁ ରାମକୃଷ୍ଣ ପରମହଂସ କାଳୀ ମାଙ୍କୁ ଦେଖିବାକୁ ଚାହିଁ ଦୁର୍ଗାଙ୍କୁ ଦେଖିବାକୁ ଗୁରୁ ଚାହିଁ ଆଉ କ'ଣ ଫଟୋଟାକୁ ଦେଖିକି ସନ୍ତୁଷ୍ଟ ହେଇଗଲେ ଆଉ ସେ କି ବେକାର ସେ ଫଟୋଟାକୁ ଦେଖିକି ସନ୍ତୁଷ୍ଟ ହେଇଗଲା ମାଙ୍କର ଦର୍ଶନ ହେଇଯାଉଛି ପୂଜା କରିକି ମୋ କାମରେ ମୁଁ ପଳେଇ ସେ ଜାଗା ନାହିଁ। ତେଣୁ ଏଇଭଳିଆ ତ ତଳ ଶ୍ରେଣୀର ଭାବ ସେ ଭାବ ଥିଲା ପର୍ଯ୍ୟନ୍ତ ତମେ କେମିତି ଭଗବାନଙ୍କୁ ଲାଭ କରିପାରିବେ। ଭଗବାନଙ୍କର ଭାବ ଯଦି କିଛି ବି ନଥାନ୍ତା ଯେମିତି ଏବେ ଫରେନ୍ ବିଦେଶ ଜାଗାରେ କିଛି ନାହିଁ ସେଠି କିଛି ନାହିଁ ସେଠି ତମେ ଜନ୍ମ ହେଲ ଖାଇଲ ପିଇଲ ଏନ୍ଜୟ କଲ ସେଠି କିଛି ନାହିଁ। ଇଏ ଭାରତରେ ଭୂତ ଚଢ଼ିଛି ସମସ୍ତଙ୍କୁ ଆଉ କ'ଣ କରିବ ଭୂତ ଚଢ଼ିଛି ସେଟା ତ ରହସ୍ୟ। ସେ ଫରେନ୍ ଲୋକମାନେ ସେମିତି ନାଚିକି କୁଦିକି ବିଚ୍ରେ ଶୋଇକି ଖେଳିକି ଝାଲମୁଡ଼ି ଖାଇକି ଯାହା ତାଙ୍କର ବିଚ୍ରେ ସବୁ ଇଏ କରିକି ତାଙ୍କେ ସବୁ ଦେଖିଦେଲେ ଏ ସବୁ ୱେଷ୍ଟ ବୋଲି ଲାଷ୍ଟକୁ ତାଙ୍କେ ବିଶ୍ୱକୁ ଆଶ୍ରୟ କରୁଛନ୍ତି। ଇଏ ସବୁ ଯାକ କରି ଦେଖିଲେ କାହିଁକି କିଛି ଲାଭ ନାହିଁ ତାପରେ ତାଙ୍କେ ଡ୍ରଗ୍ସ ଇଏ ସେ ସବୁ କରିକି ଦୁଃଖକୁ ଭୁଲିବା ପାଇଁ ବ୍ୟବସ୍ଥା କରୁଛନ୍ତି। ସେମାନଙ୍କୁ ଯଦି ଏ କଥା ମିଳିଯାଉଛି କାହାକୁ ଶୁଣିବାକୁ ତତ୍କ୍ଷଣାତ୍ ତାଙ୍କେ ଆକୁ ସ୍ୱୀକାର କରୁଛନ୍ତି ଜାଣିବା ପାଇଁ ଇଚ୍ଛା କରିକି ତାଙ୍କେ ଇଆଡ଼କୁ ଭାରତ ଆଡ଼କୁ ଆସୁଛନ୍ତି ସନାତନ ଧର୍ମ ଆଡ଼କୁ ଆସୁଛନ୍ତି। ଏ ସନାତନ ଧର୍ମ ବାଲା ଆମକୁ କିଏ ହେଇଛି ସମସ୍ତଙ୍କୁ ନାହିଁ ଏମିତି ଅଛନ୍ତି କେତେ ନାଇଁ କାକୁଡ଼ିଆ ଲୋକ ଯାଏ ସେମାନଙ୍କୁ କ'ଣ ଧରିଛି ତାଙ୍କୁ ସ୍ୱପ୍ନ ଦେଖୁଛନ୍ତି ସତେ କି ମୋ ଭାଗ୍ୟ ହବ ଲଣ୍ଡନ ବୁଲିବାର ସୁଯୋଗ ମିଳିବ ସତେ କି ମୋ ଭାଗ୍ୟ ହବ ହେଲିକପ୍ଟରରେ ଉଡ଼ାଜାହାଜରେ ବସିବାର ସୁଯୋଗ ମିଳିବ ବୋଲି ତାଙ୍କେ କଳ୍ପନା କରୁଛନ୍ତି। ତାଙ୍କୁ ସେଇଟା ବଡ଼ ଆକର୍ଷଣ
ତାଙ୍କେ ସିଆଡ଼କୁ ଆକର୍ଷିତ ହେଇକି ଯାଉଛନ୍ତି। ତାଙ୍କେ ସେଠି ବୋର ହେଇଗଲେ, କେତେ ଖାଇବେ, କେତେ ପିଇବେ, କେତେ ଭୋଗ ବିଳାସ କରିବେ, ସବୁ ଡଜନ ସେଠି କିଛି ନାହିଁ ସବୁ ନାଇଁ। ତାପରେ ତାଙ୍କେ ସେଠି ବିରକ୍ତ ହେଇକି ରେଷ୍ଟ ହେଇଟା ଜୀବନ ନାହିଁ ବୋଲି ବୁଝିକି ଅଛନ୍ତି। ପ୍ରକୃତ ଜୀବନ କ'ଣ ବାର୍ତ୍ତା ମିଳୁନି, ତାଙ୍କେ ମିଳିଲେ ସାଙ୍ଗେ ସାଙ୍ଗେ ସିଆଡ଼େ ଆକୃଷ୍ଟ ହେଇଗଲେ। କିନ୍ତୁ ଆମର ସନାତନ ଧର୍ମ ଭାରତରେ କେମିତି ବ୍ୟବସ୍ଥା ହେଇଛି, ତମକୁ ପିଲାଠୁ ହିଁ ଜଣେଇ ଦିଆଯାଉଛି ଯେ ଭଗବାନ ବୋଲି କିଏ ଅଛନ୍ତି। ଆମେ ତାକୁ ମନ୍ଦିରକୁ ନେଉଛେ, କିଏ ଆଶ୍ରମକୁ ନେଉଛେ, କୁଆଡ଼େ ନେଉଛେ, ଭଗବାନ ବୋଲି କିଏ ଅଛନ୍ତି। ଆଜି ନହେଲେ କାଲିକି ଜାଣିବାକୁ ପଡ଼ିବ, ପାଇବାକୁ ପଡ଼ିବ। ନାଇଁ କିଛି ନହେଲେ ଅଛନ୍ତି, ଏତିକି ରଖିଥା, ପରେ ଯେତେ ତୋର ସଂସ୍କାର ହବ ତ ଭାଗ୍ୟ ଥିଲେ ଜଣାପଡ଼ିବ। ତାଙ୍କୁ ଆମେ ଆଟେଚ୍ କରୁଛୁ ବୋଲେ ପିଲାରୁ ହିଁ ଆମେ ଯୋଗ ଆରମ୍ଭ କରେଇବୁ ସାମାନ୍ୟ ଭାବରେ, ସେଟା ଗୋଟେ ପ୍ଲସ୍ ପଏଣ୍ଟ। କିନ୍ତୁ ସେତିକିରେ ଯଥେଷ୍ଟ। ଯେତେବେଳେ ଆମେ ଜାଣିବା ପାଇଁ ଇଚ୍ଛା କରିବା, ଯାହାକୁ ବି ପୂଜା ଆରାଧନା କର, ମୁଁ ତୁମରେ ଗୁରୁ କହିଲେ ତୁମେ ଯାହାକୁ ବି ପୂଜା ଆରାଧନା କର, କିଛି ଯାଏ ଆସେ ନାହିଁ। କାହିଁକିନା ଥିବାଟା ତାଙ୍କେ ଅଛନ୍ତି, ଥିବାଟା ତାଙ୍କେ ଅଛନ୍ତି। ଶିବକୁ କର କି ଆయ్యప్పକୁ କର କି ଗଣେଶକୁ କର କି ତମେ ଯାହା ପ୍ରତି ପ୍ରୀତି ପଳେଇ ଆସିଲା, ଯାହା ପ୍ରତି ପ୍ରୀତି ପଳେଇ ଆସିଲା ତାଙ୍କ ସହିତ ପୁରାପୁରି ଜଡ଼ିତ ହେଇଛି, ପୁରାପୁରି। ତାପରେ ଦେଖିବ ତମେ ହିଁ ତାଙ୍କର ବିଶ୍ୱରୂପ ସବୁ। ଶିବ ଭକ୍ତ ଯଦି ପ୍ରକୃତରେ ସେ ଶିବ ଭକ୍ତ ଶିବଙ୍କୁ ଦେଖିବାକୁ ଚାହିଁବ, ତାହେଲେ ଦେଖିବ ସେ ଶିବଙ୍କର ବିଶ୍ୱରୂପ। ଆଉ ଶିବଙ୍କର ବିଶ୍ୱରୂପ ଭିତରେ ବିଷ୍ଣୁ ଅଛନ୍ତି, ରାମ ଅଛନ୍ତି, ଗଣେଶ ଅଛନ୍ତି, ଦୁର୍ଗା ଅଛନ୍ତି, ନାଇଁ ସବୁ ଋଷିମୁନି ଅଛନ୍ତି, ମଣିଷ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଗ୍ରହ, ନକ୍ଷତ୍ର ସବୁ ଯାକ ଶିବଙ୍କର ବିଶ୍ୱରୂପରେ ଅଛି। ଗଣେଶ ଭକ୍ତ ଯେ ଯଦି ସେ ଗଣେଶକୁ ଦେଖିଲା, ଗଣେଶ ଭିତରେ ସବୁ ଅଛି। ଦୁର୍ଗା ଭକ୍ତ ଯିଏ ସେ ଦୁର୍ଗାଙ୍କୁ ଦେଖିବ, ଦୁର୍ଗା ଭିତରେ ସବୁ ଅଛନ୍ତି। ବିଷ୍ଣୁ ଭକ୍ତ ଯିଏ ସେ ବିଷ୍ଣୁଙ୍କର ବିଶ୍ୱରୂପ ଦେଖିବ। ହେଲେ ସମସ୍ତଙ୍କର ବିଶ୍ୱରୂପ ଅଛି କି ନାଇଁ? ଯିଏ ଯାହାକୁ ପୂଜା କରୁଛି ତାକୁ ଯେତେବେଳେ ସେ ଜାଣିବା ପାଇଁ ଚାହିଁବ, ସେ ପହଞ୍ଚିଯିବ ସେ ମୂଳ ପଏଣ୍ଟ ପାଉଛି, ଯେଉଁଟାକି ଏକ, ଯିଏକି ସବୁ କିଛି ଭାବରେ ଅଛନ୍ତି। ସେ ବାଟ ଦେଇକି ଯିବାରୁ ତାଙ୍କୁ ସେ ଦେଖିବ, କିନ୍ତୁ ସେ ଜାଣିପାରିବ ଯେ ସବୁ କିଛି ତାଙ୍କେ। ସେ କେବେ ବି ମୁଁ ଶିବ ଭକ୍ତ, ଯଦି କିଏ କହିଲା ମୁଁ ଶିବ ଭକ୍ତ ରାମକୁ ଦେଖିଲେ ନମସ୍କାର କରିବି ବୋଲେ ସେ ଗୋଟେ ମୂର୍ଖ ରାଶି। ମୁଁ ରାମ ଭକ୍ତ, ମୁଁ ଶିବଙ୍କୁ ଦେଖିଲେ ମୁଣ୍ଡିଆ ମାରିବି ବୋଲି ସେ ଗୋଟେ ମୂର୍ଖ। ଆମେ ଗୁରୁ ଭକ୍ତ ଆଜ୍ଞା ବୋଲେ ମୂର୍ଖ ସବୁ। ଏଇଟା ସବୁ ଗୋଟେ ନିମିତ୍ତ ମାତ୍ର। ତମେ କାହାର ଭକ୍ତ ହଉଛ ବିଜୟ ସେଟା ନିମିତ୍ତ, ସେଟା ଦ୍ୱାର, ସେଟା ସେ ଦିଗ ଦେଇକି ପହଞ୍ଚିବ ତମେ କେନ୍ଦ୍ର ପାଖକୁ। ଯିଏକି କେନ୍ଦ୍ରରେ ଅଛନ୍ତି ସେ ହେଉଛନ୍ତି ଏକ, ସେ ହେଉଛନ୍ତି ଏକ, ସେ ହିଁ ସବୁ କିଛି ଭାବରେ ପ୍ରକଟ ହେଇଛନ୍ତି। ତେଣୁ ଯାହାକୁ ବି ପୂଜା ଆରାଧନା କର ତାଙ୍କୁ ଜାଣିବା ପାଇଁ ଚେଷ୍ଟା କର ବୋଲି ଗୁରୁ କହିଲେ। ନ ଜାଣି ଯଦି ତାଙ୍କର କିଛି ପାଇବାର ଆଶା ରଖିଥାଅ, ତେବେ ହେଲେ ଫଳ ପାଇବା ଦୂରେ ଥାଉ, ନିଜେ ଠକିଯିବ ଅନ୍ୟକୁ। ତମର ପୂଜା ଆରାଧନା କ'ଣ ବ୍ୟର୍ଥ ବୋଲି ବୁଝିବାକୁ। ତେଣୁ ଯିଏ ଜାଣିବା ପାଇଁ ଇଚ୍ଛା କଲା ସେ ହିଁ ଧୀରେ ଧୀରେ ବୁଝି ବୁଝି ଶେଷରେ ଭଗବାନଙ୍କୁ ଚିହ୍ନ। ଭଗବାନଙ୍କୁ ଚିହ୍ନିବା ଅର୍ଥ ବାକ୍ ବନ୍ଦ। ଆଉ କ'ଣ ମନ ପକେଇବ ନା, ମନ୍ତ୍ର ଜପିବ ନା, କ'ଣ? ଯେତେବେଳେ ତାଙ୍କ ଛଡ଼ା ଦ୍ୱିତୀୟ ବସ୍ତୁ କିଛି ନାହିଁ, ଆଉ କ'ଣ ବାକ୍ ବନ୍ଦ, ନୀରବ ନିଶ୍ଚଳ, ସେ ହେଉଛି ପରମ ଅବସ୍ଥା। ଭଗବାନ ନିଜକୁ ଭୁଲିଗଲେ, ନିଜର ହିଁ ମାୟାରେ ଭୁଲିକି ଜୀବ ହେଇଗଲେ, ସବୁ ହେଇଯାଇଛି। ଜୀବ ଯେତେବେଳେ ଜାଣି ଜୀବ, ସିଏ ଯେ ଜୀବ ଭାବକୁ ଭୁଲିଯିବ। ସେ ଆଉ ଜୀବ ଭାବକୁ ଭୁଲିଗଲେ ଆଉ ଅଛି କି ବଳକା କିଛି ନାହିଁ, ଅସ୍ତିତ୍ୱ ବଳକା। ସେ ଅସ୍ତିତ୍ୱ ହିଁ ପରମାତ୍ମା। ଅସ୍ତିତ୍ୱ ହେଉଛି ପରମାତ୍ମା। ଆମର ଅସ୍ତିତ୍ୱ ଅଛି, ଏଇଟା ପରମାତ୍ମା। ଆମର ଅସ୍ତିତ୍ୱ, ଆମେ ଅସ୍ତିତ୍ୱରେ ଅଛୁ। ଆମେ ଅସ୍ତିତ୍ୱରେ ଅଛୁ ବୋଲି ଏଥିପାଇଁ କୁହାହେଉଛି କାହିଁକିନା ଆମେ ନିର୍ଦ୍ଦିଷ୍ଟ ଭାବକୁ ମୁଁ ବୋଲି ଭାବୁଛୁ। ସେ ନିର୍ଦ୍ଦିଷ୍ଟ ଭାବକୁ ଯେତେବେଳେ ଆମେ ବୋଧପୂର୍ବକ ହଟେଇ ଦେବା, ସେଇଥିପାଇଁ ଆମେ ଅସ୍ତିତ୍ୱରେ ଅଛୁ ନାହିଁ, ଆମେ ସ୍ୱୟଂ ଅସ୍ତିତ୍ୱ। ଆଉ ସମଗ୍ର ସୃଷ୍ଟି ଅସ୍ତିତ୍ୱମୟ।
ଅସ୍ତିତ୍ୱ ନଥିଲେ ଆମେ ଅସ୍ତିତ୍ୱକୁ ତ ଆମେ କହୁଛୁ ଗଛ ପତ୍ର ମଣିଷ ପଶୁ ପକ୍ଷୀ ଭଲ ମନ୍ଦ ଯାହା ବି ଆମେ କହୁଛୁ ଅସ୍ତିତ୍ୱ କାହାକୁ କହୁଛୁ ଅସ୍ତିତ୍ୱକୁ ହିଁ ଆମେ କହୁଛୁ। ଯେମିତି ଆମେ କୌଣସି କୁମ୍ଭାର ପାଖକୁ ଯିବା କୁମ୍ଭାର ତାଙ୍କେ ବିଭିନ୍ନ ପ୍ରକାର ପାତ୍ର ତିଆରି କରିଥିବେ କୁଣ୍ଢେଇ ବି ତିଆରି କରିଥିବେ ପିଲାମାନେ ଖେଳିବା କୁଣ୍ଢେଇ ଆଜିକାଲି ପ୍ଲାଷ୍ଟିକ ସିନା ବାହାରି ପଡ଼ିଲା ଆଗରେ ମାଟିରେ କୁଣ୍ଢେଇ ତିଆରି କରୁଥିଲେ କାଠରେ ମାଟିରେ ଏବେ କୁମ୍ଭାର ହାଣ୍ଡି କଳସୀ ଦୀପ ସରାଘାତ କେତେ କ'ଣ ଜିନିଷ ତିଆରି କରିବା ସହିତ କୁଣ୍ଢେଇ ବି ଘୋଡ଼ା ଫୋଡ଼ା ଯାହା କିଛି କରୁଥିଲେ। ଏବେ ଆମେ ଯାଇକି ସେ କୁମ୍ଭାର ଦୋକାନରେ ଠିଆ ହେଇକି ଦେଖିବା ନାଇଁ ଆମେ ବିଭିନ୍ନ ବିଷୟକୁ ଦେଖିବା ଏବେ ଯଦି ଆମେ ହାଣ୍ଡିକି ଦେଖିବା ବୋଲେ ହାଣ୍ଡି ଅସ୍ତିତ୍ୱରେ ଅଛି ସରାଘାତ ଅସ୍ତିତ୍ୱରେ ଅଛି କଳସୀ ଅସ୍ତିତ୍ୱରେ ଅଛି ଦୀପାଳି ଯାକ ଅସ୍ତିତ୍ୱରେ ଅଛି ଯେତେ ସବୁ କୁମ୍ଭାର ବିକିବା ପାଇଁ ରଖିଛନ୍ତି ତାଙ୍କେ ସବୁ ଅସ୍ତିତ୍ୱରେ ଅଛନ୍ତି ତାର ଅର୍ଥ ଆଗରୁ ନଥିଲେ ଏବେ ଅଛନ୍ତି ଭବିଷ୍ୟତରେ ଆଉ ଅସ୍ତିତ୍ୱରେ ନଥିବେ ତାଙ୍କେ କିନ୍ତୁ ଅସ୍ତିତ୍ୱ ଯୋଉଟା ମାଟି କାହିଁରେ ଅଛି ମାଟି ସ୍ୱୟଂ ଅସ୍ତିତ୍ୱ ଉଦାହରଣ ପାଇଁ ଏଇଟା କହିଲି ମାଟି ମିଶା ଅସ୍ତିତ୍ୱରେ ଅଛି ଇଏ ଉଦାହରଣରେ ମାଟି ସ୍ୱୟଂ ଅସ୍ତିତ୍ୱ ଦୀପାଳି ଅସ୍ତିତ୍ୱରେ ଅଛି ମାଟି ସ୍ୱୟଂ ଅସ୍ତିତ୍ୱ କଳସୀ ଅସ୍ତିତ୍ୱରେ ଅଛି ସେମିତି ଭଗବାନ ହେଉଛନ୍ତି ଅସ୍ତିତ୍ୱ ମଣିଷ ଅସ୍ତିତ୍ୱରେ ଅଛି ପଶୁପକ୍ଷୀ ଅସ୍ତିତ୍ୱରେ ଅଛନ୍ତି ଆହୁରି ଆମେ ଯେତେ କହିପାରିବା ଗଛପତ୍ର ଅସ୍ତିତ୍ୱରେ ଅଛି ସୂର୍ଯ୍ୟଚନ୍ଦ୍ର ଅସ୍ତିତ୍ୱରେ ଅଛନ୍ତି ଦେବାଦେବୀ ଅସ୍ତିତ୍ୱରେ ଅଛନ୍ତି ଅସୁରଗଣ ଅସ୍ତିତ୍ୱରେ ଅଛନ୍ତି ସବୁ ଅସ୍ତିତ୍ୱରେ ଅଛନ୍ତି ହେଲେ ଯିଏ ଟିକେ ଧ୍ୟାନ ଦେବ ସେ ଅସ୍ତିତ୍ୱରେ ଥିବା ବିଷୟକୁ ଛାଡ଼ିକି ଅସ୍ତିତ୍ୱକୁ ସିଧା ଚିହ୍ନିବ ଆଉ ଯିଏ ଅସ୍ତିତ୍ୱକୁ ଚିହ୍ନିଦେଲା ତାର ସବୁ ଶଙ୍କା ରହିବନି ଆଉ ଯିଏ ଅସ୍ତିତ୍ୱକୁ ଛାଡ଼ିକି ଅସ୍ତିତ୍ୱରେ ଥିବା ବିଷୟକୁ ଧ୍ୟାନ ଦେବ ତା ଭିତରେ ଶଙ୍କା ଉଦୟ ହେବ କିଏ କାହା ସହିତ ସମାନ ନାହିଁ ରୂପ ଭିନ୍ନ ଭିନ୍ନ ଗୁଣ ଭିନ୍ନ ଭିନ୍ନ ତେଣୁ ଅନେକ ଭାବ ସୃଷ୍ଟି ହେବ ସେ ଅନେକ ଭିତରେ ସବୁ ପ୍ରକାର ବିକାର ସବୁ ପ୍ରକାର ଭାବନା ବିଚାର ସବୁ ଉଦୟ କିନ୍ତୁ ଅସ୍ତିତ୍ୱ ଆଡ଼କୁ ଧ୍ୟାନ ଯିବା ମାତ୍ରେ ସେଠି ଆଉ ଅନେକର ହିଁ ଅସ୍ତିତ୍ୱ ନାହିଁ ଯେଉଁଠି ଦୁଇ ନାହିଁ ସେଠି କୌଣସି ପ୍ରକାର ବିକାର ନାହିଁ ସନ୍ଦେହ ନାହିଁ ସଂଶୟ ନାହିଁ କିଛି ନାହିଁ ତେଣୁ ଜ୍ଞାନକୁ ଆଶ୍ରୟ କରିବା ବ୍ୟକ୍ତି ଚଞ୍ଚଳତାଙ୍କୁ ଚିହ୍ନିଦେବ ପାଇବାଟା ତ ସମସ୍ତେ ପାଇବା ଶବ୍ଦ ହିଁ ବୁଝେ ଆମର ଭାଷାରେ କୁହାଯାଉଛି ପରମାତ୍ମାଙ୍କୁ ଡାକି ଗୁରୁଙ୍କୁ ଡାକି ପଚାରିବା ଆଜ୍ଞା ଭଗବାନଙ୍କୁ ପାଇବା ଶବ୍ଦଟା ଠିକ୍ ବୋଇଲେ ଗୁରୁ କହିବେ ପାଇବା ଶବ୍ଦ ସତ କଥା କହିଲେ ପାଇବା ଶବ୍ଦ ଠିକ୍ ନାହିଁ କିଏ ପାଇବ ଭଗବାନଙ୍କୁ କିଏ ପାଇବ କିଏ ସେ ଭଗବାନଙ୍କୁ ପାଇବ କିଏ ସେ ପାଇବା ପାଇଁ କିଏ ସେ ଅଛି ଭଗବାନଙ୍କୁ ପାଇବ ସିଏ ହିଁ ଯେତେବେଳେ ସବୁ ରୂପରେ ବିଦ୍ୟମାନ ଅଛନ୍ତି ଆଉ ତାଙ୍କୁ ପାଇବ କିଏ ତାଙ୍କୁ ହରେଇବ କିଏ ହରେଇବା ପାଇଁ ପାଇବା ପାଇଁ ତାଙ୍କଠୁ କିଏ ଗୋଟେ ଅଲଗା ଥିବା ଯିଏକି ତାଙ୍କୁ ପାଇବ କି ଦର୍ଶନ କରିବ କି ହରେଇଦେବ ଦେଖିପାରିବ ତେଣୁ ତାଙ୍କଠୁ ଭିନ୍ନ କିଛି ନାହିଁ କେବଳ କଳ୍ପନାରେ ହିଁ ଆମେ ତାଙ୍କଠୁ ଭିନ୍ନ ହେଇଛେ ସେ କଳ୍ପନା ହଟେଇଲେ ଭିନ୍ନ ହେବା ଭାବଟା ହଟେଇଲେ ବାସ୍ ଏକାକାର ତ ଅଛି ଏକାକାର ଶବ୍ଦ ବି ବୁଝିବା ପାଇଁ କୁହାଯାଉଛି ଏକାକାର ଶବ୍ଦ କେବଳ ଅଲଗା ଭାବଟା ଦୂରେଇ ହେଇଯିବାଟା ହିଁ ଏକାକାର ବୋଲେ ଏମିତି ଆମେ ଯିବା ଭଗବାନ ସହିତ ମିଶିଯିବା ଅଲଗା ଭାବ ଦୂର ହେଇଗଲା ଏକାକାର ଅଲଗା ଭାବ ପ୍ରବେଶ ହେଇଗଲା ବୋଲେ ଅନେକାକାର ଏକାକାର ଅନେକାକାର ଏକାକାର ଏକାକାର କଳ୍ପନା ଯୋଗୁଁ ଅନେକାକାର କଳ୍ପନା ହଟେଇଲେ ଏକାକାର ହେଲେ ଇଏ ସବୁ ଜ୍ଞାନ ହେଲେ ଜ୍ଞାନକୁ ଗୁରୁଦେବ କହୁଛନ୍ତି ଗୁରୁ ସବୁ ଦେଖିକି କହୁଛନ୍ତି ଗୁରୁ ହେଲେ ସେ ଗୁରୁଙ୍କ ଟାଇମରେ ଟିକେ ଠିକ୍ ଥିଲା ଏତେ ଗୁରୁ ଜ୍ଞାନ ଦେଇକି ଦେହ ତ୍ୟାଗ କରିକି କେତେ ବର୍ଷ ହେଲା 89ରୁ ଏବେ 2026 ପଳା ଆସିଲା ବୋଇଲେ 37
ସତୁରି ବର୍ଷ ହେଇଯାଉଛି। ସେ ଟାଇମ୍ରେ ଗୁରୁ ନୂଆ ନୂଆରେ ଷ୍ଟାର୍ଟ କଲା ବେଳକୁ ସେ ଠିକ୍ ଥିଲା ସେ ଶୈଳୀ। ତମେ ହଜାର ହଜାର ବର୍ଷ ଧରିକି ସେ ଶୈଳୀ ଆସିବ। ନୂଆ ନୂଆରେ ଷ୍ଟାର୍ଟ କଲେ ଗୁରୁଙ୍କୁ ବଡ଼ କଷ୍ଟ ପଡ଼ିବାକୁ ପଡ଼ୁଛି। ସେଥିପାଇଁ ଗୁରୁ କହିଲେ ମୁଁ ଦିବ୍ୟ ଦର୍ଶନ ରିପୋର୍ଟ ଜାଣିଦେଲି, ଗାଡ଼ିଟା ଷ୍ଟାର୍ଟ ହେଇଗଲା, ଏବେ ଚଲାଇବା ଆରମ୍ଭ କରିଦେବ। ତା ପାଇଁ କିଛି ଆଉ ନାହିଁ। ଏବେ ଧୀରେ 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 ସବୁ ସ୍ପିଡ୍ ହେବ। କିନ୍ତୁ ନୂଆରେ ଷ୍ଟାର୍ଟ କଲାକୁ ତେଣୁ କେତେ କଥା ବୁଝେଇବା ଅଛି, କେତେ ତଳକୁ ଭୁଲିବା ଅଛି, ନାଇଁ କେତେ କଷ୍ଟ। କିନ୍ତୁ ଥରେ ଷ୍ଟାର୍ଟ ହେଇଗଲା ବୋଲେ ସହଜ। ଥରେ ଷ୍ଟାର୍ଟ ହେଇଗଲା, ଚୁଲି ଲଗେଇଲା ବେଳକୁ ବଡ଼ କଷ୍ଟ। ୱାନ୍ସ ଚୁଲି ଲାଗିଗଲା ବୋଲେ ତାପରେ କାଠ ଉପରେ କାଠ ମାଡ଼ି ଚାଲ, ବାସ୍ ଚୁଲି ଲାଗିକି ଥିବ। କିନ୍ତୁ ତମେ ଚୁଲି ଲାଗିନଥିବ, କାଠ ଉପରେ କାଠ ନାଇଁ ଚୁଲି ଭାଙ୍ଗିଯିବ ସେ ନା, ଚୁଲି ଲାଗିବନି, ଲିଭିଯିବ, ଧୂଆଁ କରିବ, କି ସେଇ। କିନ୍ତୁ ୱାନ୍ସ ଯଦି ନିଆଁ ଧରଲା କାଠ ଉପରେ, ଚୁଲି ଲାଗିବାରେ ଆରମ୍ଭ ହେଇଗଲା, ଆମେ କ'ଣ କରୁଛୁ ଆଉ କିଛି ନାହିଁ, କାଠ ପୁରଉଛୁ ନାଇଁ, ଯାହା ହେଲେ ତା ଇନ୍ଧନ ଭଲ ପକାଏ, ସେ ବି ଜଳି ଉଠୁଥିବ। କିନ୍ତୁ ଷ୍ଟାର୍ଟିଂରେ ଚୁଲି ଲଗେଇବାକୁ ଗଲେ ତମେ ଦେଖିଥିବ କେମିତି କେତେ ଧନ୍ଦା ଧି ଲଗେଇବାକୁ ପଡ଼ିବ, ନାଇଁ କେତେ କଥା କୋଉଠି ଟିକେ କେତେ ପ୍ରକାର ଆମେ ଚୁଲି ଲଗେଇବାକୁ ଜାଣିଥିବା, ସେଟା ବର୍ଣ୍ଣନା କରିକି ଆବଶ୍ୟକ। କିନ୍ତୁ ଥରେ ଯଦି ନିଆଁ ଧରଲା, ଅଗ୍ନି ପ୍ରକଟ ହେଇଗଲା, ପ୍ରଜ୍ୱଳିତ ହେଇଗଲା, ତାପରେ ଆଉ କିଛି ନାହିଁ। ତମେ କାଠ ପକାଅ, ସଢ଼େଇ ପକାଅ, ଯୋଡ଼ା ପକଉଛ ପକାଅ, ଫାଟା ନିଆଁ ଲାଗିବ। ସେମିତି ଗୁରୁ ଯେତେବେଳେ ନୂଆରେ ନିଆଁ ଲଗାଉଛନ୍ତି, ନିଆଁ ଲଗେଇବା କଥା ଗୁରୁ କହିଛନ୍ତି। ଗୁରୁ ନିଆଁ ଲଗେଇବା କଥା କହିଲେ କ'ଣ କହିଲେ ଗୁରୁଙ୍କୁ ପଚାରିଲେ ଆଉ ଏତେ ପ୍ରକାର ସବୁ ଅଛି ଚାରିଆଡ଼େ, ଦିବ୍ୟଦର୍ଶନର ଭୂମିକା କ'ଣ? ଗୁରୁଦେବ କହିଲେ ଯେତେ ସବୁ ରହିଛି ସଂସ୍ଥା ଯାହା ବି ରହିଛନ୍ତି ସବୁ କାଠ ଯୋଗାଡ଼ କରୁଛନ୍ତି। ଦିବ୍ୟଦର୍ଶନ ତାଙ୍କ ନିଆଁ ଲଗେଇବ, ଦିବ୍ୟଦର୍ଶନ ତାଙ୍କ ନିଆଁ ଲଗେଇବ, ଗୁରୁ ନିଆଁ ଲଗେଇବେ। ଗୁରୁ କହିଲେ ମୁଁ ଦୀପ ଜାଳିଦେଲି, ତମେ ଏଥର ତେଲ ଢାଳିବ, ତମକୁ ଆଉ ଅସୁବିଧା କିଛି ନାହିଁ, ତମେ ଖାଲି ତେଲ ଢାଳିବ। ଲଗେଇବାଟା ଫାଷ୍ଟ ଷ୍ଟାର୍ଟିଂଟା ବଡ଼ କଷ୍ଟ, ତେଲ ତାପରେ ଢାଳୁଥିବ, ସେଠି ଜଳୁଛି, ତମେ ଢାଳୁଥିବ ଗଲା ଆଉ ତେଲ ଜଳୁଥିବ ସେମିତି ଆଉ ନାଇଁ, ସେମିତି ଷ୍ଟାର୍ଟିଂରେ ବଡ଼ କଷ୍ଟ। କିନ୍ତୁ ଏଇ ଗୁରୁଙ୍କର ଦେହ ତ୍ୟାଗ କରି 37 ବର୍ଷ ହେଇଗଲା, ଯଦି ଆହୁରି ତମେ ଷ୍ଟାର୍ଟିଂରେ ଫୁଙ୍କୁଛ ବୋଲେ ତମକୁ ଗୁରୁଙ୍କ ପ୍ରତି ମିଶା ବିଶ୍ୱାସ ନାହିଁ, ଗୁରୁ ଜ୍ଞାନ ପ୍ରତି ବିଶ୍ୱାସ ନାହିଁ, ଦିବ୍ୟଦର୍ଶନ ସହଜ ବୋଲିକି କହିବାର ବିଶ୍ୱାସ ନାହିଁ, କିଛି ଲାଭ ନାହିଁ। କି ଲୋକଙ୍କ ଉପରେ ବିଶ୍ୱାସ ନାହିଁ, ସତ୍ତାଙ୍କ ଉପରେ ବିଶ୍ୱାସ ନାହିଁ, ନିଜର ହିସାବରେ ଆମେ ଦେଖିଛୁ ନାଇଁ। ସଂଘମ ଶରଣଂ ଗଚ୍ଛାମି ବୋଲି ଗୁରୁଦେବ କହିଲେ। ସଂଘର ପାୱାର ବୋଲେ ଗୋଟେ ନୂଆରେ ଗୋଟେ କାଠ ଯାଇକି ଆମେ ଲଗେଇବା, ଚୁଲି ଜଳୁଥିବା ଚୁଲିରେ କାଠ ପୁରାଇ ଦେବା, ଭିତରେ ଡିଫରେନ୍ସ ଅଛି। ସେଟା ବି ତମେ ଘରେ ପରୀକ୍ଷା କରିକି ଦେଖ। ଗୋଟେ କାଠ ଜଳୁଛି, ଗୋଟେ ଚୁଲି ଜଳୁଛି, ତାହେଲେ ତମେ କାଠ ପୁରାଇ ଦିଅ, ଆଉ ଗୋଟେ ଚୁଲିରେ ନୂଆରେ ତମେ କାଠ ଲଗାଅ ଜଳେଇବା ପାଇଁ, କୋଉଟା ଶୀଘ୍ର ଲାଗିବ? ଯୋଉଟା ଆଲରେଡି ଜଳିକି ଅଛି ତାହେଲେ ଫାଟାଫାଟ ଧରିଦେବ ନିଆଁ। କିନ୍ତୁ ଆକୁ ଜଳେଇଲା ବେଳକୁ କେତେ କ'ଣ ତାକୁ ନିଆଁ ଧରିଲା ବେଳକୁ ସମୟ ଲାଗେ। ସଂଘ ଅର୍ଥ ଯୋଉଠି ନିଆଁ ଅଗ୍ନି ପ୍ରଜ୍ୱଳିତ ହେଇଯିବ। ସଂଘ ବୋଲି ପଲିଟିକ୍ସ ଲୋକମାନଙ୍କୁ ପଲିଟିକ୍ସ ଲୋକମାନଙ୍କ ସଂଘ। ସଂଘ ବୋଲି ଭଗବତ ପ୍ରେମୀ ମାନଙ୍କର ଗୋଟେ ସମୂହ। ବୁଦ୍ଧଦେବ ଯୋଉ ସଂଘ କଥା କହିଲେ ବା ମହାପୁରୁଷମାନେ ଯୋଉ ସଂଘ କଥା କହୁଛନ୍ତି, ସେଟା ହେଉଛି ଭଗବତ ପ୍ରେମୀ ମାନଙ୍କର ଗୋଟେ ସମୂହ। କିଏ ଜଳିଗଲା, କିଏ ଜଳିବା ଉପରେ ଅଛି, ନାଇଁ ମାତ୍ର ସମସ୍ତେ ପ୍ରେମୀ ନାଇଁ। କିଏ ଜଳିଗଲା, କିଏ ଜଳିବା ଉପରେ ଅଛି, କାହାର ଆଉ କ'ଣ ଚାଲିଛି, କିନ୍ତୁ ପ୍ରେମୀ ସମସ୍ତେ, ଭଗବତ ପ୍ରେମୀ, ପଦ ପ୍ରତିଷ୍ଠାର ପ୍ରେମୀ ନୁହନ୍ତି, ଭଗବତ ପ୍ରେମୀ। ଭଗବତ ପ୍ରେମୀ କୋଉଠି କେବେ ଝଗଡ଼ା କରିବ, ଝଗଡ଼ା କରିବା ଲୋକ ଭଗବତ ପ୍ରେମୀ ଅଛି। ଭଗବତ ପ୍ରେମୀ ଝଗଡ଼ା କରିବ, ବୁଝେଇବ ସତ୍ୟତାକୁ, ନ ବୁଝିଲେ ଛାଡ଼, ଜଣକୁ ବୁଝେଇବ ଏଇଟା ହେଉଛି ସତ୍ୟ। ଜଣେ ବୁଝିଲାନି ତମର ହେଡ଼େକ୍, କାହିଁକି କିଛି ଯାଏ, ତମର ତମେ ମୁକ୍ତ ପୁରୁଷ,
ତମ ନିଜର କିଛି କହିଛି ଭଗବତ ପ୍ରେମୀ ମାନଙ୍କର ଯୋଉ ସମୂହ ସିଏ ଭିତରେ ଯଦି ନୂଆ ଲୋକ ଗୋଟେ ଗଧରୁ ଗଧ ଲୋକ ପ୍ରବେଶ ହେଇଗଲା ଗୋଟେ ଅତି ଚଞ୍ଚଳ ତା ଭିତରେ ଇଏ ସତ୍ୟ ଜ୍ଞାନ ପ୍ରବେଶ ଅତି ଚଞ୍ଚଳ ତା ଭିତରେ ଶ୍ରଦ୍ଧା ଜାଗ୍ରତ ହେଇଯିବ ଅତି ଚଞ୍ଚଳ ତା ଭିତରେ ଜିଜ୍ଞାସା ଉତ୍ପନ୍ନ ହେଇଯିବ। ତେଣୁ ବୁଦ୍ଧଦେବ କହିଲେ ସଂଘମ ଶରଣମ ଗଚ୍ଛାମି। ଇଏ ସଂଘ ଚଲେଇବା ଲୋକ ସେଟା ଭିନ୍ନ ତାଙ୍କେ ବହୁତ ପ୍ରେମୀ ହେଇଥିବେ ମାତ୍ର ଯିଏ ସଂଘକୁ ବେଶୀ ଧ୍ୟାନ ଦେଇକି ଚଲାଉଛି ସିଏ ବେଶୀ ଜାଣିଛି ବୋଇଲେ ତମେ ମୂର୍ଖ ଗୁରୁ ସାଇକେଲ ଚଲାଉଛି କିନ୍ତୁ କୁଆଡ଼େ ଯିବାକୁ ହେଲେ କାହାର ଗାଡ଼ିରେ ବସିକି ଯାଉଥିଲେ ଚଲେଇ ନାହିଁ ସାଇକେଲ ଚଲେଇଲା ବେଳକୁ କାହାକୁ ବସେଇକି ନେଉଥିଲେ ଗାଡ଼ି ଚଲେଇଲା ବେଳକୁ ବସିକି ଯାଉଥିଲେ ସାଇକେଲ ଚଲେଇଲା ବେଳକୁ ବସେଇକି ନେଉଥିଲେ କିନ୍ତୁ ଗାଡ଼ିରେ ଗଲା ବେଳକୁ ବସିକି ଯାଉଥିଲେ ଆଉ କହୁଥିଲେ ମୋତେ ଟିକେ ଗାଡ଼ି ଶିଖେଇ ଦିଅ ଭାଇ ବାବୁ ବୁଝିଲେ ଗାଡ଼ି ଟିକେ ଶିଖେଇ ଦିଅ ମୁଁ ଗୁରୁ ମୋର ଅଲଗା କଥା କିନ୍ତୁ ଗାଡ଼ି ଚଲେଇ ଦେବି ବୋଲି ନ ଜାଣିକି ଆଉ ମୁଁ ଗୁରୁଙ୍କୁ ଗାଡ଼ିରେ ବସେଇକି ନେଉଛି ଗୁରୁଙ୍କୁ ଗାଡ଼ି ଚଲେଇବାର ଜଣାନି ମୁଁ ତାଙ୍କୁ ବଡ଼ ଜ୍ଞାନୀ ବୋଲି ନାଇଁ ସାକ୍ଷାତ ପରମ ବ୍ରହ୍ମ ଗାଡ଼ି ଚଲେଇବାର ଜଣାନି ତାଙ୍କୁ ମୁଁ ପଚକାନି ବସେଇକି ନେଉଛି ବୋଲିକି ତମକୁ ଯଦି କିଛି ଭାବ ଉଦୟ ହେଲା ଗାଡ଼ି ଚଲେଇବାର ଜଣାନି ତାଙ୍କୁ ମୁଁ ଅଧିକ ବୋଲି ଭାବିବ ତ ମୂର୍ଖ। ତେଣୁ ଇଏ ଦୁଇଟା ମିଶିଗଲେ ସଙ୍ଗ ବିଶୃଙ୍ଖଳିତ ହେଇଯିବ। କୋଉ ଦୁଇଟା ଇଏ ଆଧ୍ୟାତ୍ମିକତାରେ ଇଏ ସଂଘ ଚଲେଇବା ଲୋକମାନଙ୍କର ଭାବ ମିଶିକିଲେ ସଂଘଟା ବିକୃତ ହେଇଯିବ। ଏବେ ଯିଏ ସଂଘକୁ ଚଲେଇବ ସିଏ ଏବେ ଗାଦି ମାଡ଼ି ବସିବ ତା ବି ଅଟୋମେଟିକ୍ ଇଏ ଭିତରକୁ ଯିଏ ଆସିବ ସଂସ୍କାର ଥିଲେ କିଛି ଯାଏ ନାହିଁ ସଂସ୍କାର ନଥିଲେ ସେ ପଲିଟିକାଲ ଆଡ଼କୁ ପଳେଇବ ରାଜନୀତି ଆଡ଼କୁ ପଳେଇବ। ଇଏ ଆକୁ ସଂଘ କୁହାଯିବ। ସଂଘ ବୋଲେ କେବଳ ଭଗବତ ପ୍ରେମୀ ମାନଙ୍କର ସମୂହ। ତାଇ ଭିତରେ ଯଦି କାହାର ସେମିତି କ୍ଷମତା ଅଛି ଇଏ ସଂଘ ଚଲେଇବା ପାଇଁ ଯାହା ସରକାରୀ ନିୟମ ଫେମ ଯାହା ଜାଣିଥିବ ତାର ଜ୍ଞାନ ଅଛି ବୋଲି ସେ ଚଲେଇବ ତାର ସେ ଜ୍ଞାନ ନାହିଁ ସେ କେମିତି ଚଲେଇବ ହେଲେ ତାକୁ ସେ କାମ ଯାଏ ସେ ଯାହାର ଯେଉଁ କ୍ଷମତା ସେ କରିପାରିବ ସେଇଟା ସେ କ୍ଷମତା ତାର ନାହିଁ ସେ କରିପାରିବ ନାହିଁ ବୋଲେ ତାକୁ ଆମେ ଯିଏ କଲା ଇଏ ଏକା ବଡ଼ ଜ୍ଞାନୀ କର୍ମନିଷ୍ଠ ଗୁରୁନିଷ୍ଠ ନାଇଁ କର୍ମନିଷ୍ଠ ଗୁରୁନିଷ୍ଠ କିଛି ନାହିଁ ଗାଦିନିଷ୍ଠ ସେ ଏକା ଝଗଡ଼ା କରିବ ସେ ଏକା ବିଶୃଙ୍ଖଳା ସୃଷ୍ଟି କରିବ ଆଉ ଯିଏ କି ଆଇବ ଭିତରକୁ ଦେଖିବ ଆନ୍ଦୋଳନକୁ ତା ଭିତରେ ଭାବ ଉଦୟ ହବ ଯଦି ସେ ସଂସ୍କାର ଥିଲେ ସେ ଧ୍ୟାନ ଦେବନି ସେ ଜ୍ଞାନ ଗ୍ରହଣ କରିବ ନହେଲେ ସେ ଲାଇନ୍ରେ ପଳେଇବ ସେମିତି ହେଇକି ଗଡ଼ବଡ଼ ସେଟା ଅଲଗା କଥା ଏମିତି କେତେ ଗଡ଼ବଡ଼ ସବୁ ରହିକି ଇଏ ଭଗବତ ପ୍ରାପ୍ତିଟା ହବ। ଆଉ ଯଦି କିଏ ସରଳ ଚିତ୍ତ ଶୁଦ୍ଧ ଚିତ୍ତ ନିର୍ମଳ ହୃଦୟ ବାଲା ବିବେକ ବାଲା ଯଦି ବୁଝିପାରିଲା ବୁଝି ନ ପାରିଲେ ମଧ୍ୟ ବୁଝିପାରୁନି ବୋଲିକି ବୁଝିପାରିଲା ବୋଲେ ତା ପାଇଁ ଭଗବାନଙ୍କୁ ପାଇବାଟା ସହଜ। ବୁଝି ନ ପାରିଲେ ମଧ୍ୟ ମୁଁ ବୁଝିପାରୁନି ବୋଲିକି ବୁଝିପାରିଲା ସ୍ୱୀକାର କଲା ମୋତେ ଜଣାନି ବୋଲିକି ବୋଲେ ସିଏ ଭଗବାନଙ୍କୁ ପାଇବାଟା ସହଜ। ଆଉ ଯିଏ ବୁଝିପାରୁନି ବୋଲିକି ବୁଝିପାରୁନି ବୁଝି ନ ପାରି ମିଶା ବୁଝି ଯାଉଛି ଭାବୁଛି ତା ପାଇଁ ଭଗବାନ ପାଇବାଟା ବଡ଼ କଷ୍ଟ ତା ପାଇଁ ଭଗବାନ କେବଳ ଶବ୍ଦରେ ଅନୁଭବରେ କେବେ ବି ପ୍ରକଟ ହେବେ କିନ୍ତୁ ଯିଏ ସରଳ ଚିତ୍ତ ଯିଏ ନିଜର ଅଜ୍ଞାନତାକୁ ବୁଝିପାରିଲା ସତ୍ୟକୁ ତ ଭଲ କଥା ସତ୍ୟକୁ ବୁଝିପାରୁନି ବୋଲିକି ବୁଝିପାରିଲା ବୋଲେ ସେଇଟା ବି ଜ୍ଞାନ ସିଏ ଏବେ ସହଜରେ ଲାଭ କରିବ। ତେଣୁ ଇଏ ସବୁ ଯାକ କଥା ଯିଏ ବୁଝିନି ସେ କେମିତି ବୁଝେଇବ ବୁଝିବା ଲୋକଟା ବୁଝେଇବ ସେଇଟା ପାଇଁ ତ ଗୁରୁଙ୍କର ଶରଣ ବୁଦ୍ଧଙ୍କର ଶରଣ କଥା କୁହାଯାଏ। ଆଉ ଗୁରୁ ବୋଲି କିଏ ସ୍ପେଶିଆଲି ତାଙ୍କେ କିଛି ନାହିଁ ଯିଏ ଚିହ୍ନିଛି ସେ ଚିହ୍ନେଇ ପାରିବ ବାସ୍ ଯିଏ ଚିହ୍ନିନି ସେ ଚିହ୍ନେଇ ପାରିବନି ତାକୁ ଜଣାନି ଯିଏ ଜାଣିଛି ସେ ଏକା ଜଣେଇ ପାରିବ। ତେଣୁ ଚିହ୍ନିବା ଲୋକଙ୍କ ଶରଣ ଯାଉଛି ବୁଦ୍ଧମ ଶରଣମ ଗଚ୍ଛାମି। ବୁଦ୍ଧଦେବ କହିଲେ ସଂଘମ ଶରଣମ ଗଚ୍ଛାମି। ସଂଘ କେଉଁ ସଂଘ ଏଇ ପଲିଟିକ୍ସ ଲୋକଙ୍କର ସମୂହ ଶରଣ ଯିବ ଇଏ ମୂର୍ଖମାନଙ୍କ ଶରଣ
समूह जो संघ क्या शरण जीव संघम शरण गच्छामि जोटी भगवत प्रेमी जोटी की भावर भूकिला समस्ते पद प्रतिष्ठा धन संपत्ति भूकिला नहीं भावर भूकिला जो माने कि कहीं मजिया बुड़िया ही सब तत्पर सत्य से व्यक्ति समूह को कहुँ दिव्य संघ से संघ शरण जो संघरे विकृति सृष्टि हो सीधा दिव्य संघ रही सीधा गोटे अलग रूप नहीं तेणु ये सब कथा आम ज्ञान द्वारा जापर ज्ञान द्वारा ही आम आम भर कौन सब भूल भाल रही कौन सब ज्ञान द्वारा बुझीपर बुझिकी ठीक कर भगवान को पाइबा कथा छाड़ दे भगवान को तुम हरैन के पाइब नहीं जहाँ को आम के हरैनु चेष्टा कले भी हरई पारानी अज्ञान अज्ञान भितर प्रवेश होगले भगवान को हरई पारानी माया रु माया पड़गले नहीं तम गुण महागुण परम गुण नहीं भगवान कृष्ण कहले नहीं पापी रु पापी महापापी केवल कुत्ता कमीना भगवान कृष्ण भीतर कहते नहीं पापी रु पापी महापापी जे मोर शरण आसो समस्त प्रकार बंधन दुख मुक्त आपको मिसा बुझे नहीं बिना ज्ञान ये जो भगवान पानीटा जो शुणद सी भगवान शरण पशु नहीं मूर्ति गोटे रखी पट गोटे रखी मुंडिया मार नहीं कृष्ण कृष्ण बोल नाम जपिदेले शरण पड़े थे शरण जीव डेली शरण जाऊ डेली शरण जाऊ जे दुखी तार शरण पड़े आर शरण जाऊ तार शरण जाऊ जनर शरण जीव जे दुखी तार शरण नहीं जे दुखी तार शरण पड़े बोले एक्चुअली कार शरण जाए डिसाइड हो तेणु ये लाभ इच्छा रखुवा व्यक्ति फायदा फायदा चलुवा व्यक्ति से जिते जा शरण पड़े किंतु भगवान शरण जीवा अर्थ गुरु शरण जीवा तो बस गला गला शरण गला गला जे गुरु से का सत्य जे सत्य से गुरु जे गुरु से का भगवान जे भगवान से होते परम गुरु तेणु ज्ञान द्वारा ये सब भेदा भेद दूर हम धीरे धीरे क्लैरिटी आस अर्थ भाव शुद्धि हो जो भाव एत शुद्ध हो निर्मल होगा भाव बोले पूरा कौन कहते इंग्लीश बढ़िया शब्द आर पार पारदर्शिता ट्रांसफॉर्मेशन शब्द पारदर्शिता लाभ कर पारदर्शिता बोले पार को दर्शन कर पारदर्शिता सेपारी सेकानी जोड़ा अच्छे दर्शन कर एत क्लीयर हो भाव जे भाव सेकानी जे अच्छी भाव पछपटे जी अच्छी से चिन्ह भाव एत धूमिल एत कौन मलिनता थी सेकेंड किए अच्छे दुष्योनी ये भाव मैला जाता दुष्ट यहाँ हूँ अज्ञान दशा तेणु ज्ञान को आश्रय कले सत्य को बुझिले चिन्हिले आम प्रतिक्षण जापर भगवान कहते सी जे कि अच्छा कौटी अच्छा तार अर्थ जोटा भी अच्छे आगे अच्छा बोले तुम उपरे अच्छा सब जहाँ अच्छे सी अच्छा कौटी खाली अच्छे बोले खाली अच्छा कौटी पवन अच्छे बोले पवन रूप अच्छा बोले पवन तांके खाली तांके शून्य तांके आकाश तांके वायु तांके जहाँ बोले ता तांके तुम जहाँ बोले ता ये बोध जो आसी से हमें सहज बोली कह मिसा लाज लगे आम कह सहज बोली कह लज्जा सहज मिसा द्वैत भाषा से तेणु आम ज्ञान को आश्रय करके एक कथा बुझी बुझी गले धीरे धीरे आम जापर सी ही मुझे
मोर किसी भिन्न नहीं अस्तित्व तापर मुहि से अर्थात मुहि से ब्रह्म अनुभव करिया तापर जीवन धन्य जय शांति पाठ